ପିଲାଙ୍କୁ ସେ ମଜୁରୀ ପତ୍ର ଯାହା ମିଳେ ପିଲାଙ୍କୁ ଆଣିକରି ପାଳି ଦେଇ ପିଲା ଆମର କେମିତି ଭଲ ମଣିଷ ହେବ ଆଉ ଆଗକୁ ଯିବ, ବହୁ ଲୋକଙ୍କର ସେବା କରିପାରିବ, ଆମକୁ ବି ସେବା କରିପାରିବ। ତାପରେ ସିଏ କହେ ଯେ ଏତେ ଟଙ୍କା ଖର୍ଚ୍ଚ ହେବ ଆଉ ହେଇପାରିବ କି ନାହିଁ, ଆଉ ନହେଲେ ଗୋଟେ ଦୁଃଖ ଲାଗିବ, କଷ୍ଟ ହେବ, ଆମର ଯେହେତୁ ନାହିଁ ଟଙ୍କା ସୁଧକୁ କାଢ଼ିକି ଆଣିକିରି ଖର୍ଚ୍ଚ କଲେ ନହେବ ଯଦି ତାହେଲେ କଷ୍ଟ ଲାଗିବ। ମୁଁ ତ ସବୁବେଳେ ତାକୁ କହେ ଯେ ତୁ ସବୁ ସେ ଭଗବାନଙ୍କ ଉପରେ ଛାଡ଼ିଦେ, ସିଏ ଯାହା ହେଲେ ସିଏ ଯିଏ ଗୋଟେ କାମ କରୁଥିବ ପରିଶ୍ରମ କରିଥିବ ତାର ଯେମିତି ହେଲେ ମଜୁରୀ ଥିବ ନା, ସେଇଟା କେବେ ହେବନି। ଆଉ ସବୁ ତାଙ୍କ ଉପରେ ଛାଡ଼ିଦେ, ସିଏ ସବୁ ହିଁ କରିବେ। ଏବେର ସୌମ୍ୟ ଯଦି ପିଲାଦିନର ସୌମ୍ୟ ସହିତ ଦେଖା ହୁଏ ତାହେଲେ ସେ କ'ଣ କହିବ? କେତେବେଳେ ଅହଙ୍କାର କରନ୍ତି, ଆସିଲା ବେଳକୁ ସେ ବାଟରେ ଗୋଟେ ଜାଗାରେ ବାଙ୍କଟେ ଅଛି, ସେଠି ସେ ଜାଣିପାରିଲେନି, ସେ ତଳକୁ ରୋଡ ତଳକୁ ଖସି ଯାଇଥିଲେ। ଖସିକି ତାଙ୍କର ମେରୁଦଣ୍ଡ ମାଡ଼ ହେଇକି ତାଙ୍କର ହାତ ଗୋଡ଼ ପାରାଲିସିସ୍ ହେଇଯାଇଥିଲା। ହଁ, ସେ ସେଇଥିରେ ବହୁତ ଦିନ ପଡ଼ିକି ରହିଲେ ଘରେ। ମାନେ ସେଇ ଟାଇମରେ ବି ଘରେ କେହି ତ ଆମେ ସାନ ଭାଇ ମୁଁ ଛୋଟ ହେଇଥିଲି, କେହି ବି କାମ କରିବାରେ କୌଣସି ଉପାୟ ମାନେ ଅର୍ଥ ଉପାର୍ଜନ କିଛି ଉପାୟ ନାହିଁ। ଆଜ୍ଞା ମନରେ ତ ଟିକେ ଦୁଃଖ ଆସେ। ମୋର ତ ପ୍ରଥମରୁ ମାନେ ସୋର୍ସ ଅଫ୍ ମୋଟିଭେସନ୍ ଆଉ ଇନ୍ସପିରେସନ୍ ପ୍ରଥମେ ତ ବୋଉ ମୋର ସବୁବେଳେ ମୋତେ ସପୋର୍ଟ କରିଛି, ମାନେ ମେଣ୍ଟାଲି ବହୁତ ସପୋର୍ଟ କରିଛି। ଯେ ମୁଁ ଯେତେବେଳେ ବି ଭାଙ୍ଗି ପଡ଼େ ମୁଁ ସିଧା ବୋଉକୁ କଲ୍ କରେ। ମୁଁ ଏଠି ଘରେ ଥିଲାବେଳେ ବୋଉକୁ କହେ, ବୋଉ ପାଖରେ ଯାଇକି ମୁଁ କହେ ବୋଉ ମୋତେ ଏମିତି ଭଲ ଲାଗୁନି, ମୁଣ୍ଡ ବିନ୍ଧା ହେଉଛି କହେ। ବୋଉ ମୁଣ୍ଡକୁ ଆଣିକି କହେ କିଛି ହେବନି, ତୁ ଜଗନ୍ନାଥଙ୍କୁ ଡାକି ସବୁ ଠିକ୍ ହେଇଯିବ। ମୁଁ ଲୋକମାନଙ୍କୁ ଏକ୍ସପୋଜ୍ ହେଇକି ମାନେ ସେମାନଙ୍କୁ ମୋ ପାଖକୁ ଆସିବାକୁ ଦେବି, ଏମିତି ଯେ ଡିଷ୍ଟାନ୍ସ ତାଙ୍କ ଟିକେ ଗୋଟେ ପାୱାର ଗ୍ୟାପ୍ ରହୁଛି, ସେଇଟାକୁ ମୁଁ କମେଇବାକୁ ଚେଷ୍ଟା କରିବି। ମୋ ପାଖକୁ ଆସୁଛନ୍ତି ତ ମୁଁ ତାଙ୍କ ସାଙ୍ଗରେ ଏତେ ଭଲରେ କଥା ହେବି କି ଯେମିତି ତାଙ୍କର ଯାହା ବି ଅଛି ଅସୁବିଧା ସିଏ ମୋ ପାଖରେ ଭଲରେ କହିପାରିବେ। ତାପରେ ମୁଁ ଦେଖିବି ମୋର ହାତରେ ଯେଉଁ କ୍ଷମତା ଅଛି ତା ଅନୁସାରେ ମୁଁ କେମିତି ତାଙ୍କର କାମଟା କରିପାରିବି। ଆପଣଙ୍କ ଇଣ୍ଟରଭ୍ୟୁରେ ସବୁଠୁ ଡିଫିକଲ୍ଟ କ୍ୱେଶ୍ଚିନ୍ କୋଉଟା ଲାଗିଥିଲା? ବ୍ୟାସକବି ଫକୀରମୋହନ ତ ଅଧିକ ଉପନ୍ୟାସ ଲେଖିଛନ୍ତି, ଗଳ୍ପ ଲେଖିଛନ୍ତି, ତେଣୁ ସେ ତ କବିତା ଲେଖିନାହାନ୍ତି, ତାଙ୍କୁ ବ୍ୟାସକବି କାହିଁକି କୁହାଯାଏ? ତେଣୁ ଏଇଟା ଆଜ୍ଞା ମୁଁ କହିପାରିଲିନି। ଆପଣ ପ୍ରଥମେ ମେନ୍ସ ପ୍ରିପେୟାର ହେଇଯାଆନ୍ତୁ, ଆଉ ଯେତେବେଳେ ମେନ୍ସ ଆମେ ପ୍ରିପେୟାର ହେବା, ମେନ୍ସରେ ପୁରା ଡେସ୍କ୍ରିପ୍ଟିଭ୍ ସିଲାବସ୍ ଦେଇଛି, ସେ ମେନ୍ସ ଯେତେବେଳେ ଆମେ ପ୍ରିପେୟାର ହେବା ଆମର ଅଟୋମେଟିକାଲି ପ୍ରିଲିମ୍ ବି ତା ଭିତରେ ପ୍ରିପେୟାର ହେଇଯାଇଥିବ। ବହୁତ ଜଣ ଏଇ ଜିନିଷ ଉପରେ କ୍ଲିୟର ନୁହନ୍ତି କି ଓପିଏସସି ଆଉ ଓସିଏସ୍ ଏକ୍ଜାମ ଯେଉଁ ଦିଆଯାଏ ତା ଭିତରେ ଡିଫରେନ୍ସଟା କ'ଣ? ତା ଅଣ୍ଡରରେ ଗୋଟେ ଏକ୍ଜାମ ହେଲା ଓସିଏସ୍, ଯେଉଁଟାକି ଓଡ଼ିଶା ସିଭିଲ୍ ସର୍ଭିସ୍। ଜୟ ଶ୍ରୀ ଜଗନ୍ନାଥ ସୌମ୍ୟ ରଞ୍ଜନ। ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା। ୱେଲକମ୍ ଟୁ ଦ ଓଡି ଚାର୍ଟର। ଧନ୍ୟବାଦ ଆଜ୍ଞା। କେମିତି ଅଛନ୍ତି? ଆଜ୍ଞା ବହୁତ ବଢ଼ିଆ ଅଛି। ଫାଷ୍ଟ ଅଫ୍ ଅଲ୍ ବହୁତ ବହୁତ କଂଗ୍ରାଚୁଲେସନ୍ସ ଆପଣଙ୍କ ଆଚିଭମେଣ୍ଟ ପାଇଁ। ଆଜ୍ଞା ଧନ୍ୟବାଦ ଆଜ୍ଞା। ଯୋଉଦିନ ରେଜଲ୍ଟ ବାହାରିଲା ଆଜ୍ଞା 105 ର୍ୟାଙ୍କ ସୌମ୍ୟ ରଞ୍ଜନ ସାହୁ, ଆଜ୍ଞା ଫାଷ୍ଟ ଯେତେବେଳେ ଦେଖିଲେ ଆଜ୍ଞା ମନରେ ପ୍ରଥମେ ଫାଷ୍ଟ ରିଆକ୍ସନ୍ କ'ଣ ଆସିଥିଲା? ଆଜ୍ଞା ପ୍ରଥମରୁ ତ ମୁଁ ନିଜେ ଦେଖିନି, ମୁଁ ସନ୍ଧ୍ୟା କରିବା ପାଇଁ ସେତେବେଳେ ଗାଧେଇ ପାଧେଇକି ଆସିଥିଲି। ମୋର ଜଣେ ସାଙ୍ଗ ମାନସ ବୋଲିକା ସିଏ ମୋତେ କଲ୍ କଲେ କହିଲେ ସୌମ୍ୟ ରେଜଲ୍ଟ ବାହାରିଛି ଆଉ ତମର 105 ର୍ୟାଙ୍କ ଆସିଛି। ମୁଁ ଏଇଟା ଜାଣିନଥିଲି, ତେଣୁ ମୁଁ କହିଲି ଯେ 105 ଆସିଛି, ମୁଁ ଟିକେ ଚେକ୍ ଦେଖିଲା ବେଳକୁ ମୋର 105 ର୍ୟାଙ୍କ ଆସିଛି। ମୋତେ ବି ଟିକେ ଆଜ୍ଞା ଟିକେ ଦୁଃଖ ଲାଗିଲା, କାରଣ ମୁଁ ଆହୁରି ଅଧିକ ଏକ୍ସପେକ୍ଟ କରିଥିଲି, ତେଣୁ 105 ଆସିଲା, ଟିକେ ସେଇ ସମୟରେ ମୋତେ ଦୁଃଖ ଲାଗିଥିଲା। କିନ୍ତୁ ତା ସହିତ ମନରେ ଖୁସି ବି କୋଉଠି ନା କୋଉଠି ହେଇଥିବେ କି ଫାଷ୍ଟ ଆଟେମ୍ପ୍ଟରେ ଆପଣ ଏଟା ପାଇଛନ୍ତି 100 ର୍ୟାଙ୍କ। ଆଜ୍ଞା ହଁ, ଖୁସି କିଛି ସମୟ ପରେ ମୋତେ କିନ୍ତୁ ପ୍ରଥମେ ଦୁଃଖ ଲାଗିଥିଲା, ବହୁତ ସମୟ ଯାଏଁ ଦୁଃଖ ଲାଗିଲା। ଯାହା ଘଣ୍ଟେ ମୋତେ ମାନେ କିଛି ଫିଲ୍ ହେଲାନି, କ'ଣ ବାହାରିଛି କ'ଣ ହେଇଯାଇଛି ମୋତେ କିଛି ଲାଗିଲାନି। ତ ଆପଣ ସେତେବେଳେ ଘରେ ହିଁ ଥିଲେ? ଏଇଠି ଥିଲେ। କାହାକୁ ତାପରେ ଘରେ ଜଣେଇଲେ? ମୁଁ ଯେତେବେଳେ ସେ ରେଜଲ୍ଟ ବାହାରିଲେ, ସେ ଫୋନ କଲେ, ସେତେବେଳେ ମୋ ପାଖରେ ହିଁ ବୋଉ, ଭାଇ ଆଉ ମୋ ସେ ସାନ ଭଉଣୀ ଥିଲେ। ଘରେ କ'ଣ କେମିତି ରିଆକ୍ଟ କରିଥିଲେ? ଘରେ ତ ସାନ ଭାଇ ଆଉ ଭଉଣୀ ସିଏ ପୁରା ଖୁସି ଥିଲେ ଯେ ଯାହା ହେଇଯାଇଛି, କିନ୍ତୁ ବୋଉ ଆଉ ମୁଁ
ମୁଁ ଯେତିକି ଏକ୍ସପେକ୍ଟ କରିଥିଲି ବହୁତ ଆଉଟ ଅଧିକ କରିଥିଲା। ମୁଁ ଭାବିଥିଲି 1 ରୁ 10 ଭିତରେ ଗୋଟେ ରାଙ୍କଟେ ଆସିବ, କିନ୍ତୁ ବୋଉ କହିଥିଲା 1 ହିଁ ଆସିବ। ସେଥିପାଇଁ ଟିକେ ସିଏ ବି ମନ ଦୁଃଖ କରିଥିଲା ଟିକେ। ଆଜ୍ଞା। ତେବେ ଆପଣଙ୍କ ଫ୍ୟାମିଲି ରେ କିଏ କିଏ ରୁହନ୍ତି? ମୋ ଫ୍ୟାମିଲି ରେ ବାପା, ବୋଉ, ମୋ ସାନ ଭାଇ ଆଉ ମୁଁ, ଆମେ 4 ଜଣ ହିଁ ଆମ ଫ୍ୟାମିଲି। ବାପା କଣ କରନ୍ତି? ବାପା ମୋର ଜଗନ୍ନାଥ ମନ୍ଦିରରେ ପଙ୍ଗତ କାମ କରନ୍ତି, ଯୋଉଟା କି ପରଶିବା କାମ, ଅବଡ଼ା ପରିଶିବା କାମ, ସେଇ କାମ କରନ୍ତି। ଭାଇ? ମୋ ଭାଇ ପାଠ ପଢିଲା +2 ଯାଏ, ତାପରେ ପାଠ ଯେହେତୁ ତାର ସେତେ ଭଲ ହେଲାନି, ତେଣୁ ସିଏ ଘରକୁ ଚଳେଇବା ପାଇଁ, ଘର ଚଳେଇବାରେ ସାହାଯ୍ୟ କରିବା ପାଇଁ ସିଏ ଏବେ ଖଜା କାମକୁ ଯାଉଛି। ଖଜା କାମକୁ ଯାଉଛନ୍ତି। ତେବେ ଆପଣଙ୍କ ପାଠ ପଢାଟା କଣ୍ଟିନ୍ୟୁ ରହିଲା, ସେ ତାଙ୍କ ପାଠ ପଢା +2 ଯାଏ ହିଁ ରଖିଲେ। ଆଜ୍ଞା। ତ ନିଶ୍ଚିତ ଘରେ ସାହାଯ୍ୟ ଯୋଉ ଜିନିଷଟା ହେଟା ସାନ ଭାଇ ହିଁ ତୁଲଉଥିବେ। ହଁ, ମାନେ ଗୋଟେ ପ୍ରକାର କହିବାକୁ ଗଲେ ସେ ଘର ହିଁ ଚଳେଇଲା ଯେତେବେଳେ, କାରଣ ବାପାଙ୍କର ପୂର୍ବରୁ 2 ଥର ଆକ୍ସିଡେଣ୍ଟ ହେଇଛି। ଆଚ୍ଛା। ତାଙ୍କର ଗୋଡ ବି ଭାଙ୍ଗି ଯାଇଥିଲା, ସେଥିପାଇଁ ସେ, କାରଣ ଏଇ ଯୋଉ ଅବଡ଼ା କାମ ଟିକେ ଓଜନ ଟେକିକି ନବାକୁ ପଡିବ, ସେ କୌଣସି ଟେକା ଟେକି ଯେମିତି ଓଜନିଆ ଜିନିଷ ସେମିତି କାମ ସେ ଅଧିକ କରିପାରୁନାହାନ୍ତି, ତେଣୁ ସିଏ ବହୁତ କମ ସମୟ, ମାନେ ମାସକୁ 15 ଦିନ, 10 ଦିନ, 15 ଦିନ ଏମିତି ସେ କାମକୁ ଯାଆନ୍ତି, ଆଉ ବାକି ସମୟ ବନ୍ଦ ରହନ୍ତି। ତେଣୁ ତାକୁ ମ୍ୟାନେଜ କରିବା ପାଇଁ ମୋ ସାନ ଭାଇ ସେଥିରୁ କାମକୁ ଯିବାକୁ ତାକୁ ବାଧ୍ୟ ହେଲା। ସେ ଆପଣଙ୍କୁ କେବେ ଘରେ କହିନାହାନ୍ତି କି କାମକୁ ଯା କି କଣ? ନା, ମତେ କେବେ ବି ଇଏ କରୁନାହାନ୍ତି। କଣ ପାଇଁ? ସେମାନେ, କାରଣ ମୋ ପିଲା ବେଳୁ ମୋର ପାଠ ପଢାରେ ଭଲ, ଆଚ୍ଛା। ତେଣୁ ସେମାନେ ସବୁବେଳେ ଚାହୁଁଥିଲେ ଯେ ମୁଁ ପାଠ ପଢିକି ଯେମିତି କିଛି ଗୋଟେ କରେ, ତେଣୁ ସେ ମତେ କେବେ ବି ଫୋର୍ସ କରିନାହାନ୍ତି କୌଣସି ବି କାମ। ଏମିତି ବି ଘରେ ବି ଅଧିକ କାମ କରିବାକୁ ସେ କହନ୍ତିନି। ମାନେ ଆପଣଙ୍କୁ କୋଉଠି ନା କୋଉଠି ଘରେ ମେନ୍ ଫୋକସ୍ କରାହେଇଛି କି ଯେହେତୁ ଭଲ ପଢି ଆସିଛନ୍ତି, କିନ୍ତୁ ପାଠ ପଢେ, ଆଉ ଯେହେତୁ ସାନ ଭାଇ କୋଉଠି ନା କୋଉଠି ବ୍ରେକ୍ କଲେ ପାଠ ପଢା, ତ ସେ ଘରକୁ ସାହାଯ୍ୟ କଲେ, ଫିନାନ୍ସିଆଲି ସାହାଯ୍ୟ କଲେ। ତାପରେ ସାନ ଭାଇର ବି ଟିକେ ପାଠ ପଢା ୱିକ୍ ଯେହେତୁ ରହିଲା, ତାର ମାର୍କ ବି ଭଲ ଆସିଲାନି, ସେଥିପାଇଁ ସିଏ ବି ନିଜେ ନିଜେ କହିଲେ ଯେ ମୋର ପାଠ ତ ହଉନି, ମୁଁ କାହିଁ ମୋ ପଛା ପଇସା ଖର୍ଚ୍ଚ କରିବ, ତମେ ସେଇଟା, ମୁଁ ଘରକୁ ଟିକେ ସାହାଯ୍ୟ କରିବି, ଆଉ ସେ ଭାଇ ପାଇଁ, ଭାଇ ପଢୁ, ମୁଁ ତାକୁ ସାହାଯ୍ୟ କରିବି ପଢାରେ। ଆପଣ ଯେମିତି କହିଲେ କି ବାପା ଯାଆନ୍ତି କାମକୁ, ଆପଣ କେବେ ଯାଇଛନ୍ତି ସାହାଯ୍ୟ କରିବା ପାଇଁ? ନାଇଁ ଆଜ୍ଞା, ମୁଁ ତ କେବେ ଯାଇନି, କିନ୍ତୁ ମୋ ସାନ ଭାଇ ଯାଇଛି, ସେ ପଙ୍ଗତ କାମରେ ଯାଇଛି। ତେବେ ସୌମ୍ୟରଞ୍ଜନଙ୍କ ପିଲାଦିନ ସ୍କୁଲିଂ କୋଉଠି ଥିଲା? ଆଜ୍ଞା, ମୋର ପିଲାବେଳେ ସ୍କୁଲିଂ ପ୍ରଥମରୁ ପଞ୍ଚମ ଏଇ ଗାଁରେ ଗୋଟେ ସ୍କୁଲ ଅଛି, ସେ ପ୍ରାଇମେରୀ ସ୍କୁଲରେ, ତାପରେ 6ଠ ରୁ 10ମ କନକଦୁର୍ଗ ହାଇସ୍କୁଲ ଏଇ ବାସୁଦେବପୁରରେ ଅଛି, ସେଠି ହେଇଛି। ତାପରେ ସ୍କୁଲିଂ ପରେ ଯେତେବେଳେ +2 କଲି, +2 ହେଲା SCS କଲେଜରେ, ସେଠି ବି +3 ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ କଲି। ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ କମ୍ପ୍ଲିଟ କଲେ। ଆଜ୍ଞା। ଆପଣ ତ ଫିଜିକ୍ସ ଅନର୍ସ କରିଥିଲେ, ପୁଣି ସିଭିଲ ସର୍ଭିସ କୁ କଣ ପାଇଁ ଚୁଜ କଲେ? ଆଜ୍ଞା, ଯେତେବେଳେ ସେ ଫିଜିକ୍ସ ଅନର୍ସରେ କଲାବେଳେ ହିଁ ମୋର ପ୍ରଥମରୁ ଥିଲା +3, ଯେତେବେଳେ +2 ସରିଲା, ମୁଁ ଯୋଡ଼େ ମୋର ୱେ ଥିଲା ଯେ ଆଇଦର ମୁଁ କରିବି ମେଡିକାଲ କରିବି, ନହେଲେ ସିଭିଲ ସର୍ଭିସ ପାଇଁ ପଢିବି। ତେଣୁ ମୋର ସେତେବେଳେ ମୋର 2ଟା ମାମୁଁ, ବଡ଼ ମାମୁଁ 2ଟା ଆସିଥିଲେ, ତାଙ୍କର ଗୋଟେ ମେଡିକାଲ ଜଣେ ଡକ୍ଟର ସାଙ୍ଗ ଅଛନ୍ତି, ତାଙ୍କ ସାଙ୍ଗରେ କନସଲ୍ଟ କଲା କ'ଣ, ସେ କହିଲେ ଯେ ଗୋଟେ ଭଲ, ମାନେ ଗୋଟେ ପ୍ରତିଷ୍ଠିତ ଡକ୍ଟର ହବାକୁ ତମକୁ ଯାହାହେଲେ ବି 10 ରୁ 12 ବର୍ଷ ସମୟ ଲାଗିବ। ତାପରେ ମୁଁ ଦେଖିଲି ଆମର ପରିବାରର କଣ୍ଡିସନ ଏତେ ଭଲ ନାହିଁ, ଆମକୁ ଶୀଘ୍ର ହିଁ ଜବ୍ ଦରକାର, ଯେକୌଣସି ଚାକିରି ହଉ। ସେଥିପାଇଁ ମୁଁ କହିଲି ଯେ ନାଇଁ, ଏଇଟା ଛାଡ଼ିକି ଆଉ ସିଭିଲ ସର୍ଭିସ, ଯଦି ଆଉ ଏଇଟା ବି ଏମିତି ଥିଲା ଯେ ସିଭିଲ ସର୍ଭିସରେ ଯିବାକୁ, ମୁଁ ଡକ୍ଟର ବି ହେଇଥିଲେ ବି ପୁଣି ସିଭିଲ ସର୍ଭିସ ପାଇଁ ପ୍ରିପେୟାର ହେଇଥାନ୍ତି। ତେଣୁ ମୁଁ କହିଲି କାହିଁ ଆଉ ଏତେ ଇଏ କରିବା, +3 ସିଧା ଗ୍ରାଜୁଏସନ ସାରିକି ତାପରେ ସିଭିଲ ସର୍ଭିସ ପାଇଁ ପ୍ରିପେୟାର ହେବି ବୋଲି ଭାବିଲି। ଯେମିତି କହିଲେ କି ଆପଣ ଇଦର ଡକ୍ଟର ହେଇଥାନ୍ତେ ନହେଲେ ସିଭିଲ ସର୍ଭିସରେ ଯିବେ ବୋଲି ଭାବିଥିଲେ ସେଇ ଟାଇମ୍। ତ ଏବେ କୋଉଠି ନା କୋଉଠି ଗୋଟେ ପାହାଚ ଆପଣ ଆଗେଇ ଯାଇଛନ୍ତି, ଠିକ ଅଛି। ମତେ ଏଠି ଗୋଟେ କଥା କୁହନ୍ତୁ, ଆପଣ ଲୋକଙ୍କର ସେବା ମନୋବୃତ୍ତି କରିବା ନିମିତ୍ତ ମାନେ ସିଭିଲ ସର୍ଭିସ ପାଇଁ କ୍ଲିୟର କଲେ, ନା ଏମିତି ହିଁ ପାରିବାରିକ ଇଏ ସ୍ୱଚ୍ଛଳତା ପାଇଁ ଆପଣ ସିଭିଲ ସର୍ଭିସ କୁ କ୍ଲିୟର କରିବା ପାଇଁ ଚାହୁଁଥିଲେ? ଆଜ୍ଞା, ପ୍ରଥମ ଏମ୍ ତ ଥିଲା ଯେ ମାନେ ପରିବାରକୁ ଟିକେ ସୁବିଧା କେମିତି ହଉ, ତେଣୁ କିନ୍ତୁ ମୋର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ମୁଁ ଯେକୌଣସି ବି ଚାକିରି କରିବି, ତା ଦ୍ୱାରା ଯେମିତି ଜନମଙ୍ଗଳ କାର୍ଯ୍ୟ କରିପାରିବି। ଯେମିତିକି ଅଲଗା ଚାକିରି ବି ତ କରିପାରିଥାନ୍ତି, ବ୍ୟାଙ୍କିଙ୍ଗ ବି, ଆଉ କି ରେଲୱେ ଯାହା ବି ହଉ, ସେ ସହଜରେ ଟିକେ ହେଇପାରିଥାନ୍ତା ମତେ ଲାଗୁଛି। କିନ୍ତୁ ମୁଁ ଏଇଟା ଚୁଜ୍ କଲି କାରଣ ଏହା ଦ୍ୱାରା ଲୋକମାନଙ୍କର ଟିକେ ଅଧିକ ସେବା କରିହବ। ସେଥିରେ ବି ସେବା କରିହଉଛି, କିନ୍ତୁ ଏହା ଦ୍ୱାରା ଅଧିକ ଡାଇଭରସିଫିକେସନ ଅଛି, ବହୁତ ଜାଗାରେ କାମ କରିହବ,
ଆଉ ନିଜେ ବି ଇନିସିଏଟିଭ ନେଇକି ସବୁ ଲୋକମାନଙ୍କର ସେବା କରିହେବ ୟା ଦ୍ୱାରା। ଘରେ ଆପଣଙ୍କ ଉପରେ ଆପଣଙ୍କୁ କଣ ଲାଗେ କାହାର ପ୍ରଭାବ ଆପଣଙ୍କ ଉପରେ ଅଧିକା ଅଛି, ମାଙ୍କର ନା ବାପାଙ୍କର? ଆଜ୍ଞା ମତେ ଲାଗେ ମୋ ବୋଉର ବହୁତ ପ୍ରଭାବ ମୋ ଉପରେ ରହିଛି। କଣ କୁହନ୍ତି? ଆଜ୍ଞା ମୋ ମା ମତେ ସବୁବେଳେ ମୋଟିଭେଟ କରେ ଯେ ମୁଁ ଯେତେବେଳେ ବି କହେ ବୋଉ ମୋର ଇଏ ହବନି, ବହୁତ କଷ୍ଟ ପାଠ, କେତେ ଭଲ ଭଲ ପିଲା ଅଛନ୍ତି ସେମାନଙ୍କର ହଉନି, ମୋର କେମିତି ହବ। ମା ସବୁବେଳେ କହେ ଯେ ତୁ ଜଗନ୍ନାଥଙ୍କ ଉପରେ ସବୁବେଳେ ଭରସା ରଖେ, ସେ ତତେ ତୋର ଯେମିତି ହେଲେ ନିଶ୍ଚିତ ହବ। ମାନେ ତାର ମନରେ ପୁରା ବିଶ୍ୱାସ ମୋ ଉପରେ ଯେ ପୁଅ କରିନବ, ପୁଅ କରିନବ। ଏଟା ଗୋଟେ ମାର ଇଚ୍ଛା ଥିଲା ଯୋଉଟା କି ଭଗବାନ କୋଉଠି ନା କୋଉଠି ପୂରଣ କରିଛନ୍ତି। ତେବେ ଆପଣଙ୍କର ଯେମିତି କହିଲେ ଆପଣ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିଲେ ଏତେ, ଏମିତି କିଛି ମୁହୂର୍ତ୍ତ ଆପଣ ସେୟାର କରନ୍ତୁ ଯୋଉଟା ଆପଣଙ୍କୁ ବହୁତ ଭାବ ବିହ୍ୱଳ କରିଦେଇଛି ଆଜି ଭିତରେ। ଆଜ୍ଞା ଯେତେବେଳେ ବାପାଙ୍କର ଆକ୍ସିଡେଣ୍ଟ ହେଲା, ପ୍ରଥମ ଆକ୍ସିଡେଣ୍ଟ ଯେତେବେଳେ ହେଇଥିଲା ମୁଁ ସେତେବେଳେ ପଞ୍ଚମ କି ଷଷ୍ଠ କ୍ଲାସରେ ପଢୁଥିଲି, ସେଟା ମୋର ଭଲରେ ମନ ନାହିଁ ଏତେ, ଖାଲି ମୁଁ ଜାଣିଛି ବାପାଙ୍କ ଆକ୍ସିଡେଣ୍ଟ ହେଇଥିଲା। ମାନେ କଣ ହେଇଥିଲା? ଗୋଡ ଭାଙ୍ଗିଥିଲା? ବାପା ସେ ରାତିରେ କାମକୁ ଯାଇଥିଲେ, ଅବଡା କାମରୁ ଆସିଲା ବେଳକୁ ସେ ବାଟରେ ଗୋଟେ ଜାଗାରେ ବାଙ୍କଟେ ଅଛି, ସେଠି ସେ ଜାଣିପାରିଲେନି, ସେ ତଳକୁ ରୋଡ ତଳକୁ ଖସି ଯାଇଥିଲେ। ଖସିକି ତାଙ୍କର ମେରୁଦଣ୍ଡ ମାଡ ହେଇକି ତାଙ୍କର ହାତ ଗୋଡ ପାରାଲିସିସ୍ ହେଇଯାଇଥିଲା। ହଁ ସେ ସେଇଥିରେ ବହୁତ ଦିନ ପଡିକି ରହିଲେ ଘରେ। ମାନେ ସେଇ ଟାଇମରେ ବି ଘରେ କେହି ତ ଆମେ ସାନ ଭାଇ ମୁଁ ଛୋଟ ହେଇଥିଲୁ, କେହି ବି କାମ କରିବାରେ କୌଣସି ଉପାୟ ମାନେ ଅର୍ଥ ଉପାର୍ଜନ କିଛି ଉପାୟ ନାହିଁ। ସେତେବେଳେ ମାମୁଁ ଘର ଆମକୁ ସବୁ ସାହାଯ୍ୟ କରେ, ମାନେ ଯାହା ରାସନ ଖାଇବା ପିଇବାଠୁ ଆଣିକି ଡାଲି ଚାଉଳ ଯାହା ବି ଯେତେବେଳେ ଦରକାର ହେଲା ସବୁ ଆଣିକି ସେତେବେଳେ ଦେଇଥିଲେ। ତାପରେ ଧୀରେ ଧୀରେ ପାଖାପାଖି ବର୍ଷେ ଲାଗିଗଲା ବାପାଙ୍କୁ ମାନେ ଠିକ ହବାକୁ, ଚାଲିବାକୁ, ହାତ ଗୋଡ ଭଲରେ ଫଙ୍କସନ କରିବାକୁ ଏତେ ବହୁତ ସମୟ ଲାଗିଗଲା। ଆଉ ତାପରଠୁ ବି ସିଏ କୌଣସି କଠିନ କାମ କରିପାରିଲେନି, ଯେ କୌଣସି କାମ କଲେ ତାଙ୍କ ହାତ ବିନ୍ଧା ହୁଏ ସବୁ। ତେଣୁ ଏଇଟା ହେଲା। ତାପରେ ପୁଣି ଆଉ ଥରେ ବି ଆକ୍ସିଡେଣ୍ଟ ହେଇଥିଲା। ସେଇ ରାତିରେ ଯାଇଥିଲେ, ସେଇ ଅବଡା କାମରେ ଗଲା ବେଳକୁ ଗୋଟେ ଯୋଉ ଡ୍ରାଇଭର ପାଖରେ ସିଟରେ ବସିଥିଲେ, ସେ ଡ୍ରାଇଭର ନେଇକି ଗୋଟେ ତାଙ୍କର ଆଖି ପଡିଗଲା ବୋଧେ, ସେ ଆଗରେ ଗୋଟେ ଟ୍ରକଟେ ଥୁଆ ହେଇଥିଲା ତା ଦେହରେ ନେଇକି ରସ୍ କରିଦେଲେ। ରସ୍ କଲା ବେଳକୁ ବାପାଙ୍କର ଯୋଉ ସାଇଡରେ ବସିଛନ୍ତି ସେଇ ସାଇଡରେ ମାଡ ହେଇକି ତାଙ୍କ ଗୋଡ ପୁରା ଭାଙ୍ଗି ଯାଇଥିଲା, ବାମ ଗୋଡଟା। ତେଣୁ ସେତେବେଳେ ବି ସିଏ ସେମିତି ପଡିଲେ, 6-7 ମାସ ପଡିଲେ, ଗୋଡରେ ରଡ୍ ଦିଆହେଲା, ସିଏ ଆଉ କାମ କରିପାରିଲେନି। ସେତେବେଳେ ବି ସେଇ ମାମୁଁ ଘର ବି ସାହାଯ୍ୟ। ଏଇ ସବୁ ଅବସ୍ଥାରେ ମୁଁ ଦେଖିଛି ଯେ ମାନେ ଘରେ କିଛି ପୁରା ଅସୁବିଧା ଥାଏ, ଆଉ ମାମୁଁ ଘର ହିଁ ଆମକୁ ଯାହା ଯେମିତି ଚଳାନ୍ତି। ମାନେ ବୋଉ ସବୁବେଳେ ମନ ଦୁଃଖ କରି କାନ୍ଦୁଥାଏ ବେଳେ ବେଳେ। ମୁଁ ତ ଜାଣିପାରିନି ଏତେ ଜିନିଷ, ମୋ ଉପରେ ବି ସେ ଏତେ ମାନେ ପ୍ରେସର ଦିଅନ୍ତିନି, ମାନେ ମୁଁ ଯାହା ଦେଖେ କିନ୍ତୁ ସେ ମତେ ଜଣାନ୍ତିନି କିଛି ଏମିତି ହୁଏ ବୋଲି, ଏମିତି ଅସୁବିଧା ହଉଛି। କିନ୍ତୁ ବଡ ହେଲା ପରେ ମୁଁ ଜାଣିଲି ଯେ ନାଇଁ ନାଇଁ ଏମିତି ହଉଛି ବୋଲି। ତେଣୁ ଏଇ ଅବସ୍ଥା ଦେଇକି ଆମେ ଆସିଛୁ। ଆଚ୍ଛା ସୌମ୍ୟ, ବହୁତ ଜଣ ଏଇ ଜିନିଷ ଉପରେ କ୍ଲିୟର ନୁହନ୍ତି କି ଓପିଏସସି ଆଉ ଓସିଏସ୍ ଏକ୍ସାମ ଯୋଉ ଦିଆଯାଏ ତା ଭିତରେ ଡିଫରେନ୍ସ ଟା କଣ? ଆଜ୍ଞା ଓପିଏସସି ଗୋଟେ ଅର୍ଗାନାଇଜେସନ ନା, ଯୋଉଟା କି ଓଡିଶା ପବ୍ଲିକ ସର୍ଭିସ କମିଶନ। ଓପିଏସସି ହେଲା ମେନଲି ଗଭର୍ଣ୍ଣମେଣ୍ଟର ବହୁତ ଏକ୍ସାମିନେସନ କଣ୍ଡକ୍ଟ କରୁଛି। ତା ଭିତରୁ ଯେମିତିକି ଲେକ୍ଚରସିପ୍ ପାଇଁ ହଉ କିମ୍ବା ଅଲଗା ବି ବହୁତ ଗୁଡାଏ ଏକ୍ସାମ କଣ୍ଡକ୍ଟ କରୁଛି ଓପିଏସସି। ତା ଅଣ୍ଡରରେ ଗୋଟେ ଏକ୍ସାମ ହେଲା ଓସିଏସ୍, ଯୋଉଟା କି ଓଡିଶା ସିଭିଲ ସର୍ଭିସ। ସେମିତି ଓସିଏସ୍ ଅଣ୍ଡରରେ ଆମର ଗୁଡାଏ ସର୍ଭିସ ଅଛି, ଯେମିତିକି ଓଏସ୍ ଯୋଉଟା କି ଓଡିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ, ଓଆରଏସ୍ ଯୋଉଟା କି ଓଡିଶା ରିଭେନ୍ୟୁ ସର୍ଭିସ, ସେମିତି ଓପିଏସ୍ ଓଡିଶା ପୋଲିସ ସର୍ଭିସ, ଓଏଫଏସ୍ ଓଡିଶା ଫାଇନାନ୍ସ ସର୍ଭିସ, ଆଉ ଓଏଟିଏସ୍ ଓଡିଶା ଆକାଉଣ୍ଟସ ଆଣ୍ଡ ଟାକ୍ସେସନ, ଓଟାସ୍ ଓଡିଶା ଓଟିଏଏସ୍ ଓଡିଶା ଟାକ୍ସେସନ ଆଣ୍ଡ ଆକାଉଣ୍ଟ ସର୍ଭିସ, ସେମିତି ଓଏଲଏସ୍ ଓଡିଶା ଲେବର ସର୍ଭିସ, ସେମିତି ବହୁତ ସର୍ଭିସ ତା ଅଣ୍ଡରରେ ଅଛି। ତେଣୁ ଯୋଉମାନେ ଟପ୍ ରାଙ୍କର ରୁହନ୍ତି ତାର ଭ୍ୟାକେନ୍ସି ଅନୁସାରେ ବି ଟପ୍ ରାଙ୍କର ମାନଙ୍କୁ ଓଡିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ମିଳେ। ତାପରେ ଯିଏ ଯେମିତି ପ୍ରିଫରେନ୍ସ ଦେଇଥାନ୍ତି ସେଇ ପ୍ରିଫରେନ୍ସ ଅନୁସାରେ ଆପଣଙ୍କୁ ସର୍ଭିସ ଆଲୋକେଟ ହବ। ସର୍ଭିସ ଆଲୋକେଟ ହବ। ତେବେ ଆପଣ ପ୍ରିପେୟାର କେବେଠୁ ଷ୍ଟାର୍ଟ କଲେ ସିଭିଲ ସର୍ଭିସ ପାଇଁ? ଆଜ୍ଞା ମୁଁ କହିବାକୁ ଗଲେ 2023 ମସିହାରୁ ହିଁ ଭଲ, ମାନେ ଗ୍ରାଜୁଏସନ କମ୍ପ୍ଲିଟ ହେଲା ପରେ। କିନ୍ତୁ 2022 ମସିହାରେ ମୁଁ ବିନା ପ୍ରିପାରେସନରେ ଗୋଟେ ୟୁପିଏସସି ଆଟେମ୍ପ୍ଟ ଦେଇଥିଲି, ଖାଲି ଏମିତି ଦେଖିବାକୁ କେମିତି କଣ। ୟୁପିଏସସି ଦେଇଥିଲେ? ଆଜ୍ଞା ପ୍ରଥମେ ୟୁପିଏସସି ମୁଁ ଦେଇଥିଲି, 2022 ମସିହାରେ ଦେଇଥିଲି। ତାପରେ 2023 ରୁ ପ୍ରିପାରେସନ କରିକି ଦେଲି। 2023 ରେ ତଥାପି ଯେହେତୁ ଟିକେ କ୍ୱେଶ୍ଚିନ୍ ପ୍ୟାଟର୍ନ ଚେଞ୍ଜ ହେଇଗଲା, ମୋର ବି ଜାଣିପାରିଲିନି, ସେଠି ହେଲାନି। ସେମିତି 2024 ରେ ଆଉ 25 ରେ ବି ଦେଇଛି ୟୁପିଏସସି। ମୁଁ 4 ଥର ୟୁପିଏସସି ଆଟେମ୍ପ୍ଟ ଦେଇଛି ପୂର୍ବରୁ, ତେଣୁ କୌଣସିଥିରେ ପ୍ରିଲିମ୍ ବି ପାସ୍ କରିନଥିଲି। ସେମିତି 2025 ମସିହାରେ ଏଟା ୟୁପିଏସସି ଦେଇଥିଲି ପ୍ରଥମ ଥର, ଯୋଉଟା କି ଯେହେତୁ ପୂର୍ବରୁ ପଢିଥିଲି ସହଜରେ ପ୍ରିଲିମ୍ ଆଉ ମେନ୍ସ ଆଉ ଇଣ୍ଟରଭ୍ୟୁ ହେଇକି ରାଙ୍କ 105 ଆସିଛି। ଆପଣ କୋଚିଂ ନଉଥିଲେ ୟୁପିଏସସି
ପାଇଁ ପ୍ରିପେୟାର ହେବା ସମୟରେ? ଆଜ୍ଞା 2023 ମସିହାରେ ମୁଁ ଗୋଟେ ଅନଲାଇନ କୋଚିଂ ଗୋଟେ ସାରଥୀ ଆଇଏସ୍ ବୋଲି ଗୋଟେ ଅଛି। କ'ଣ? ସାରଥୀ ଆଇଏସ୍। ଆଚ୍ଛା, ସାରଥୀ ଆଇଏସ୍। ସାରଥୀ ଆଇଏସ୍ ତା ଦେହରେ ଗୋଟେ ଅନଲାଇନ କୋଚିଂ ସେ ପଡିଥିଲା 11,000 କେତେ ପଡିଥିଲା ସେଗୁଡା ନେଇଥିଲି। 2023 ରେ ନେଇଥିଲେ। ଗୋଟିଏ ଥର ନେଲେ ଅନଲାइन କୋଚିଂ, ତାପରେ ଆଉ ନେଲେନି ଅନଲାइन? ତାପରେ ମୁଁ ଜାଣିଗଲି ଯେ ଏମିତି ଏମିତି ପ୍ୟାଟର୍ନ ଟା କ'ଣ? ଓକେ, ଯାହା ଯାହା ପଢୁଛି ମୁଁ ଜାଣିଗଲି, ଏମିତି ଏମିତି ପଢିବାକୁ ପଡିବ ଜାଣିଗଲି। ତାପରେ ମୁଁ ନିଜେ ନିଜେ ପଢିବାକୁ ଚେଷ୍ଟା କଲି। ଓକେ, ଆଉ ତାପର ଠାରୁ ସେଲ୍ଫ ଷ୍ଟଡିଜ ରେ ହିଁ ଆପଣ ଏବେ ଯୋଉ ଏଟା କ୍ଲିୟର କଲେ ଓସି, ଏବେ ବି ସେଲ୍ଫ ଷ୍ଟଡିଜ ରେ ଫର୍स्ट अटेम्प्ट रे आपण क्लियर कर। आ एई घरे ही बसिक सब जहा पढा पढी हेची। एटा आपन को स्टडी रूम दाले। आज्ञा बहुत बढ़िया। तेबे जेमती करंट अफेयर्स हे गला, कोनती सिविल सर्विस बा कोनोसी पब्लिक सर्विस एग्जाम जते बेले हमें दोचे सेते बेले करंट अफेयर्स ऊपर बहुत नॉलेज रहितबा दरकार। आज्ञा तो एठी गोटे आसे कि न्यूज पेपर रीडिंग, मैगजीन रीडिंग, ई पेपर रीडिंग, ए सब रीडिंग हैबिट ता निहाती दरकार थाए। आ करंट अफेयर्स रे माने स्ट्रांगली सेतरे नॉलेज रहिबा दरकार। तो न्यूज पेपर रीडिंग केते इंपोर्टेंट जो माने एस्पिरेंट्स अछंती सेमन को पई केते इंपोर्टेंट? आज्ञा न्यूज पेपर पढिबा द्वारा सेतरो क्वेश्चन आसीबो बोलिया सेमिति किछि माने नै, बे आसिले भी आपण करि परिबे बोलिया सेटा भी ठीक नै। किंतु जेते बेले आपण न्यूज पेपर पढिबे डेली, आपण जहाँ भी कंटेम्पोरारी जहाँ अफेयर होची बा जहाँ चली छी आम देश रे कोन चली छी, आम राज्य रे कोन चली छी, बा न्यूज टा केमते डेवलप होची, इजराइल ईरान वार होला तो से प्रथम रो केमते आरंभ होई कि आज को स्टेज रे पहुंची छी, कोन तांकर पीस डील होची कि सीज फायर हे कि सेटा केने भांगुची, सब जिनिस जानि हेबो। ता द्वारा कोन भी इंपैक्ट पडुची ए सब जिनिस। तेणु न्यूज पेपर पढिबा द्वारा एक करता आपनकर वोकाबुलरी स्ट्रांग होबो। कारण हमको मेंस रे लिखिबार अछि, हमको 1750 मार्क रे हम मेंस एग्जाम होबो, ता द्वारा लिखिबार अछि। तेणु सेठी हमर इंग्लिश रो जे भी इंग्लिश लैंग्वेज लिखुंती तांकर वोकाबुलरी बहुत स्ट्रांग होबा दरकार। मेनली तो क्वेश्चन बुझिया पई भी हमको वोकाबुलरी दरकार, सेमते क्वेश्चन रे भी सेमते आछि वर्ड। तेणु न्यूज पेपर रेगुलरली पढ़िया द्वारा आपनकर वोकाबुलरी स्ट्रांग होबो, तापर आपण न्यूज रे अपडेट रहिबे, ता सहित आपनकर ठीक भी हे पारे, आपनकर लॉजिकल गोटे गेसिंग रो पैटर्न आपनकर मुंड रे डेवलप होई जिवो। तेणु आपण क्वेश्चन देखले भी जानि पारे हां एई जिंस हेइछि माने एटा हेइथिबो बोधे, कारण आपण न्यूज पेपर पढी के आपण गोटे इंट्यूशन सेन डेवलप हो जाइथो, लॉजिकल स्किल्स जोडा को आ जाय। सौम्य प्रीलिम्स अटेम्प्ट करबा पई आपण कोन सब स्ट्रेटजीज सब आपणे थिले? आज्ञा प्रीलिम पई तो प्रथम रु आपण को भलो रे प्रिपेयर जहा सब स्टैटिक कांसेप्ट अछि, हमर दी प्रकार पार्ट रे होछि, गोटेला स्टैटिक आ गोटेला करंट अफेयर। तेणु स्टैटिक पार्ट रे जहा आसीबो जेंति पॉलिटी, ज्योग्राफी, इकोनॉमी ई सब आसीबो, मॉडर्न हिस्ट्री, एंशिएंट हिस्ट्री, तापर आर्ट एंड कल्चर ई सब आसीबो स्टैटिक पार्ट रे। ता सहित आमे लिंक करिया करंट अफेयर। मन कर करंट अफेयर ने गांधी जयंती विषय चली छी, तेणु गांधी जी जहा जहा अछि सेटा स्टैटिक रे हमको पढिया पड़िबो। आउ सेमती जहाँ भी इजराइल ईरान वार चली छी, तो ईरान रो कोन कोन बॉर्डर कंट्री अछंती, इजराइल रो कोन कोन बॉर्डर कंट्री अछंती, को तांको ओशन तांको से लागि छंती, कोन स्ट्रेट ऑफ हॉर्मुज कोन, आउ को स्ट्रेट अछंती, स्ट्रेट कोन, इस्थमस कोन, ए सब जिंस हमको जानिया पड़िबो। तेणु ये हला स्टैटिक संगे करंट लिंकेज करके हमको पढ़िया पड़िबो। ये तो पढ़ार पार्ट पड़िला। तापर आसिला एग्जीक्यूशन। एग्जीक्यूशन टा हमें सिखिबा जेतेले हम टेस्ट सीरीज दबा, सेति पई हमरो प्रीलिम्स पई तार जोड़े पेपर थाए, गोटे हला जीएस पेपर, गोटे हला सीसेट पेपर। सीसेट पेपर रे हमरो मैथमेटिक्स थाए, आउ मैथमेटिक्स, रीजनिंग आउ रीडिंग कॉम्प्रिहेंशन थाए। तेणु सेटा तो अलगा प्रिपरेशन, ता पई भी बहुत प्रिपरेशन करिया पड़िबो। सेटा को छाड़ी देउछंती पिला, केवल जीएस को फोकस करउंती, किंतु बेले बेले सेटा भी गोटे डिसाइडिंग फैक्टर हो जाए। सेटा को केमते जाने प्रिपेयर? आज्ञा सेटा को तो हमर तादरे जहा मैथमेटिक्स रहिला बा जहा रीजनिंग, लॉजिकल रीजनिंग रहिला, तार सब जेमति की परसेंटेज रहिला, तापरे प्रॉफिट एंड लॉस रहिला, तापरे हमर नंबर सिस्टम रहिला, ए सब आपन को जहा जहा सब इजी इजी पार्ट रहछि ताको सब आगुआ प्रिपेयर कर देबो। आ परम्यूटेशन कॉम्बिनेशन सेटा के डिफिकल्ट रहछि, तेनु सेटा को स्किप कर देले भी होबो, किंतु मो मते सेटा भी टिके पढितबो। तार जदी डिफिकल्ट क्वेश्चन आसी सेटा हम छाड़ देबा। सेटा हमर मेनली ता देरे 33% सेटा क्वालिफाइंग पेपरटा, ता देरे केवल 33% रखि देले आपन जीएस पेपर इवैल्यूएट होबो। तेणु सेटा को हमें जेमती 33% रखला बेले ताको पढि देबा टिके, तार फोकस करिकि तापरे जेतेले जीएस पय आसीबा, जीएस पय हमर टेस्ट सीरीज रे बहुत ध्यान देबा पड़ियो। माने टेस्ट सीरीज माने आपन जहाले भी 30 रु 35 कि 40 टेस्ट दबा को पड़ियो, कारण सेही एग्जाम जो एनवायरनमेंट को सिमुलेट करिया पे हमको सेमती 2 घंटा बसी कि गोटे जेमती जगह रे माने एग्जाम रे बसिबो, सेमती 2 घंटा बसी कि हमको सिमुलेट करिया पड़ियो जे
आमे केमती टाइम मैनेज करूँ गोटे राउंड 1 ରୁ 100 क्वेश्चन देखा आम केते समय लगुच पुणी सेकेंड राउंड जोटा न आसी जोटा 50-50% चांस अच्छी ठीक भूल हबार सेटा आम केमी डिसाइड करूँ कौटा ठीक हम तापर आमर केते मार्क रोचे आम केतेटा क्वेश्चन अटेम्प्ट बोले आमर केतेटा मार्क रोचे केते नेगेटिव मार्किंग रोचे ये सब जानिया पे हमको टेस्ट सीरीज रे बहुत ध्यान देबा पड़ियो प्रैक्टिस ता माने प्रैक्टिस जते बहुत करियो करिया पड़ियो एटा तो कहला प्रीलिम्स आज्ञा। प्रीलिम्स पर मेंस आसी मेंस आसी तो मेंस रे राइटिंग आज्ञा स्किल्स गोटे दरकार प्रीलिम्स रो गोटे जिंस हाँ, हाँ, रहला हाँ। प्रीलिम्स रो हला प्रीवियस ईयर क्वेश्चन रा हला बहुत इंपोर्टेंट हम्म माने मो मतरे स्टैटिक आ करंट अफेयर पढ़िया कि आमे प्रथमे प्रीवियस ईयर क्वेश्चन देखिबा माने प्रीवियस ईयर रे सेही बुद्धिज्म हो किबा जैनिज्म हो तादर केमिति क्वेश्चन आसी कोन कोन जिंस ऊपर क्वेश्चन आसी सेमति कि मॉडर्न हिस्ट्री रो को क्वेश्चन आसी कि साइंस एंड टेक्नोलॉजी रो बायोटेक्नोलॉजी रो केमिति क्वेश्चन आसी ए सब जिंस जानिया कोले तार गोटे सेट पैटर्न अछि माने से सब जिंस पचारंदिनी से पर्टिकुलर जिंस आपन को ठार को कांसेप्ट जानिया चाहंदी माने भाइरस रो लाइफ अछि कि नाही कि भाइरस केमिति ग्रोथ करूची ये सब जिंस से बारंबार सेही क्वेश्चन से रिलेटेड सेही क्वेश्चन तार खाली वर्डिंग डिफरेंट करिके कांसेप्ट सेम थिबो किंतु वर्डिंग डिफरेंट करिके पचारिबे तेनो प्रीवियस ईयर क्वेश्चन कले आपनकर बहुत माने तापर ग्रास्प बढ़ी जिवो से सब्जेक्ट ऊपर एटा तो गला प्रीलिम्स रो मेंस को जोथरे कि डिस्क्रिप्टिव वे रे आपन को आंसर लिखिया को पड़े आज्ञा तो सेटा पई जने केमते प्रिपेयर हो आज्ञा सेमती मेंस रो प्रथम हैला सिलेबस हमर प्रीलिम रो एमती सिलेबस यूपीएससी हो किबा ओपीएससी हो से माने देई नांती से माने खाली लिखि दियंती एमती एनवायरनमेंट लिखि देबे इकोनॉमी तापर करंट अफेयर्स एम सब लिखि देते किंतु कोन डिस्क्रिप्शन देई नांती कोन कोन पढिया बोलिया किंतु मेंस रो जो सिलेबस ता सेटा पूरा डिस्क्रिप्टिव माने पूरा भलो रे देइची जेमिति आपन को जो जो कीवर्ड देइची ता देरे जेमिति कि जीएस 1 ने देइची प्रथम रो एंशिएंट आर्ट एंड कल्चर देइची तेनो आर्ट एंड कल्चर रे से देइची टेंपल आर्किटेक्चर देइची केव आर्किटेक्चर देइची आउ को एंशिएंट किंगडम्स अछंदी तांको विषय देइची सेमति जियोग्राफी रे देइची जे मॉनसून केमति अराइवल होची किंबा जहाँ भी सब जियोफिजिकल फेनोमेना देइची अर्थक्वेक देइची सुनामी देइची सब पर्टिकुलर कीवर्ड सब दे देइछंती तेनो एथरो हमरो को प्रिपेयर करिया सहज जेंति कि अर्थक्वेक आपण प्रिपेयर करछंती तेनो अर्थक्वेक रो तार केमिति अर्थक्वेक कोन केमिति होउची तार ता द्वारा कोन क्षय क्षति होउची ताको केमिति हमें रोकी परिबा नेशनल डिजास्टर मैनेजमेंट अथॉरिटी रो गाइडलाइन कोन अछि ता ऊपर तापर हमर भारत सरकार किबा ओडिशा सरकार कोन कोन सब तापर पदक्षेप नैछंती से सब आपण गोटे पेज किबा 2 पेज रे से नोट सब कर देबी माने पॉइंट वाइज हमको जिबार अछि कि कोन कोन हमें कवर करबा सिलेबस रो जहां की पॉइंट अछि ताको सब 2 पेज लेखा गोटे गोटे नोट कर परिया हम ता देरे भी हमें करंट ऐड करि पारे जे एबे एई जगह रे रिसेंटली अर्थक्वेक हेइतिला ता देरे या क्षय क्षति हेइतिला कि एमती हमें ऐड कर परिया आपण एई वे रे प्रैक्टिस करथिले ता सहित मु आज्ञा पीवाईक्यू सबुतरे आज्ञा तीनटा को स्टेज रे इंटरव्यू रे सेते आवश्यकता नाही किंतु प्रीलिम और मेंस पई हमर प्रीवियस ईयर क्वेश्चन ऊपर हमें अधिक इंपोर्टेंस फोकस बेसिस फोकस देले प्रीलिम रे तो जहा टिके हमर एब्सर्ड रहइबो एपटो सेपटो जहा भी पचारि परे किंतु मेंस रे प्राय सेही क्वेश्चन ही पचारंती सेम कारण जे टॉपिक देइछंती तादर अधिक क्वेश्चन ही परिबोनी से सेही क्वेश्चन को बारंबार तार खाली फ्रेजिंग टा डिफरेंट हेतो किंतु क्वेश्चन सेम आपण टाइम मैनेजमेंट केमती करथिले आज्ञा टाइम तो प्रथमे टाइम मैनेजमेंट करिया पे एटा धीरे धीरे आज्ञा हबो प्रथम रो से हेई परिबोनी आपण निजक निजे आगे जानिबे जे मोर को टाइम रे पढिया को भलो होची सकाळु मु पढि पारची भलो मने रखुची को टाइम रे कि राति रे गोटे गोटे पिला सी दिन रे पढि अधिक पढिबोनी किंतु राति रे से ताको नाइट आउल कहंती से राति रे भलो पढिबे किंतु मोर आगे मु सकाळु पढे भलो तेनो मु ता पूर्व दिन राति रे मु डिसाइड करथिबी मुझे काली एई पाठ पढिबी मु आगुआ ये कर देथिबी डिसाइड कर देथिबी आ मु उठे आज्ञा 4टा रो उठे 4टा रो उठे कि मु जहा मोर नित्यकर्म सारी कि 5टा बेले को मु एक्सरसाइज करे 5टा रो 6टा जाय एक्सरसाइज करिवि तापर गाधेबी गाधे कि मु चेष्टा करे जे 6टा बेले को जेमति आसी कि पढा करबे आसीबेरी जदी हुए नले 6:30 भितर भी आसी कि घरे बसी पड़े बसी कि तापर मु स्लॉट करथे 2 घंटा स्लॉट आ से स्लॉट रो ताको मैनेज करिया पे मु गोटे फॉरेस्ट बोले गोटे ऐप अछि से ऐप रे आपण जदी टाइमर दे देबे तार गोटे ट्री अछि माने से गच्छ बढ़ी बसी आपण 2 घंटा टाइम दे देले से गच्छटा धीरे बढ़िबो तेनु हमर 2 घंटा रे तले बाहरी पड़िबे माने बंद कर दे ताको से गच्छटा हेटी मर जिवो
ଆଚ୍ଛା ତେଣୁ ଆପଣଙ୍କର ଗୋଟେ ଇଏ ରହିବ, ମୁଁ ଗୋଟେ ଗଛ ଲଗେଇଛି ତ ସେ ଗଛଟା କମ୍ପ୍ଲିଟ ହବ ବଢୁଛି ନା ମାନେ ନାଇଁ 2 ଘଣ୍ଟା ବଢୁ ସିଏ। ହୁଁ ତେଣୁ ଆପଣ ସେଟା ବସିବାକୁ ଗୋଟେ ମାନେ ଆପଣଙ୍କୁ ଗୋଟେ ମେଣ୍ଟାଲି ସେ ପ୍ରେସର କରିବ ଯେ ହଁ ବସ 2 ଘଣ୍ଟା, ନହେଲେ ବାହାରି ପଇଲେ ଗଛ ମରିଯିବ, ତେଣୁ ତୁ ହୁଁ ବସ ଟିକେ, ଏମିତି ସିଏ ଇଏ ହବ। ସେମିତି 2 ଘଣ୍ଟା ଦେଲା ପରେ ତାପରେ ବ୍ରେକ୍ ଯାହା ହେଲେ ବି 15 ମିନିଟ୍ 20 ମିନିଟ୍ ଯାହା ବ୍ରେକ୍ ନେବେ, ଟିକେ ଷ୍ଟ୍ରେଚିଂ କରିବି, ହୁଁ ତାପରେ ପୁଣି ଯାହା ଖାଦ୍ୟ ଖାଇନଥିବି ନା ସେତେବେଳେ, ତେଣୁ ଖାଦ୍ୟ ଖାଇକି ତାପରେ ପୁଣି 2 ଘଣ୍ଟା ହଉ କିମ୍ବା ଘଣ୍ଟେ ହଉ ଯେତେବେଳେ ମୋ ଷ୍ଟାମିନା ଅନୁସାରେ ହୁଁ ମୁଁ ତାକୁ ଇଏ କରିବି। ତାପରେ ମୁଁ ସେମିତି 2 ଘଣ୍ଟିଆ ସ୍ଲଟ୍ କରିକି ପଢିବାକୁ ଚେଷ୍ଟା କରେ। ଯେତେବେଳେ ବି ପଢିବାକୁ ଇଚ୍ଛା ନ ହୁଏ ମୁଁ ତାକୁ ସ୍ଲଟ୍ ପୁରା ଛୋଟ କରିଦିଏ, ଯେମିତିକି 15 ମିନିଟ୍ ଅଧଘଣ୍ଟେ, ତାପରେ ଗୋଟେ ଥର ଏନର୍ଜି ଆସିଲା ପରେ ପୁଣି ରେଷ୍ଟ ନେଇକି ଯେତେବେଳେ ଏନର୍ଜି ଆସେ ହେରି ପୁଣି ମୁଁ ଅଧିକ ସମୟ ଦିଏ। ଏମିତି କରି କରି 12ଟା ଭିତରେ ମୁଁ ଚେଷ୍ଟା କରେ ମୁଁ 5 ଘଣ୍ଟା ଯେମିତି ପଢି ଦେଇଥିବି। ତାପରେ 12ଟା ପରଠୁ ତାପରେ ଯାହା ମଧ୍ୟାହ୍ନ ଭୋଜନ କଲା ପରେ ତାପରେ ଟିକେ ରେଷ୍ଟ ନେଇକି ସେ ମଧ୍ୟାହ୍ନ ଭୋଜନ ଆଉ ରେଷ୍ଟ ମୁଁ ରଖିଥାଏ ଘଣ୍ଟେ ଭିତରେ ଯେମିତି ସରିଯିବ। ହୁଁ ଘଣ୍ଟେ ଭିତରେ ସରିଲା ପରେ ତାପରେ ପୁଣି 2ଟାରୁ ଆରମ୍ଭ କରେ ପଢିବାକୁ, 2ଟାରୁ 5ଟା 3 ଘଣ୍ଟା। ତେଣୁ ଏମିତି ମୋର 5 3 8 ଘଣ୍ଟା ହେଇଗଲା। 8 ଘଣ୍ଟା ହେଇଗଲା ପରେ ତାପରେ ଯୋଉ ମୋର ସନ୍ଧ୍ୟା କରେ, ସନ୍ଧ୍ୟା ସମୟରେ ସେଥିରେ ମୋର ଯାହା ଯାଏ 1.5 ଘଣ୍ଟା ଟାଇମ୍ ଯାଏ। ତାପରେ ମୁଁ ଯାହା ରାତିକି ଟିକେ ଟିକେ ରାତିକି ମୁଁ ନ୍ୟୁଜ୍ ପେପର, ଏମିତି ନ୍ୟୁଜ୍ ପେପର ଯାହା ରହିଲା କିମ୍ବା କରେଣ୍ଟ ଆଫେୟାର ଯାହା ରହିଲା ମୁଁ ତାକୁ ଏଇ ରାତି ସମୟରେ ହିଁ କରେ। ରାତି ସମୟରେ କିମ୍ବା ବେଳେ ବେଳେ 2 ପହର ସମୟରେ ବି କରେ। ତେଣୁ ଯେତେବେଳେ ମୋର ଏନର୍ଜି ସରି ସରି ଆସିବ ସେତେବେଳକୁ ନ୍ୟୁଜ୍ ପେପର କଲେ ମୋତେ ପଢିବାକୁ ଗୋଟେ ରିଫ୍ରେସିଂ ଲାଗିବ ବୋଲି ମୁଁ ତାକୁ ରଖିଥାଏ ପରକୁ। ଆଚ୍ଛା ଏମିତି କରି ରାତିରେ ତାପରେ ଗୋଟେ ପ୍ୟାସିଭ୍ ରିଡିଂ କରେ, ବା ଯାହା ମୁଁ ଦିନ ସାରା ପଢିଲି ମୁଁ ତାକୁ ରାତିରେ ତାକୁ ମନେ ପକେଇବାକୁ ଚେଷ୍ଟା କରେ ଯେ ମୁଁ ଏଇ ପାଠ ପଢିଛି, ଏଇଆ କରେ। ତା ସହିତ ମୁଁ ପ୍ଲାନିଂ କରେ ଯେ ଆଜି ଏତିକି ତ ପଢିଲି, କାଲି ଏଇଠୁ ମୁଁ ଆରମ୍ଭ କରିକି କାଲିକି ପଢିବି। ତେଣୁ ସେଇଟା ପ୍ଲାନିଂଟା ମୁଁ ଶୋଇବା ପୂର୍ବରୁ ପାଖାପାଖି 9ଟା ପୂର୍ବରୁ ମୁଁ ସବୁବେଳେ ପ୍ଲାନିଂଟା କରିଦେଇଥାଏ। ତାପରେ 9ଟାରେ ଖାଇବା ପରେ ମୁଁ ଖାଇକି ଶୋଇବାକୁ 10ଟା ମୁଁ ଟାର୍ଗେଟ ରଖିଥାଏ 10ଟା ବେଳକୁ ଶୋଇବି, କିନ୍ତୁ ବେଳେ ବେଳେ ତ 10:30 ଯାହା ଏମିତି ହେଇଯାଏ, କିନ୍ତୁ 10ଟା ବେଳକୁ ଶୋଇବାକୁ ମୁଁ ଟାର୍ଗେଟ ରଖିଥାଏ। ତାମାନେ ଅଲ୍ ଟୋଟାଲ ଆପଣ କହିବାକୁ ଗଲେ 10 ଘଣ୍ଟା 11 ଘଣ୍ଟା ପରିଶ୍ରମ କରୁଥିଲେ ଦିନକୁ? ହଁ 10 ଘଣ୍ଟା 11 ଘଣ୍ଟା ପରିଶ୍ରମ, କିନ୍ତୁ ତା ଭିତରୁ ପଢାପଢି 7ରୁ 8 ଘଣ୍ଟା ହିଁ ଭଲରେ ହେଇପାରେ। ଯେତିକି ପଢା ଆଉ ସବୁ ଅଲଗା ବସିବ, ତାପରେ ଷ୍ଟ୍ରେଚିଂ କରିବ, ଟିକେ ଯୋଗ କରେ ସେଇ ଭିତରେ, ଏମିତି ସବୁ ଇଏ ହେଇଯାଏ। ଆପଣ କୋଉ ଠାକୁରଙ୍କୁ ବିଶ୍ୱାସ ରଖନ୍ତି? ଆଜ୍ଞା ସବୁଠୁ ତ ବଡ ଜଗନ୍ନାଥଙ୍କୁ ଅଧିକ ମାନେ, ତାପରେ ମୁଁ ସମସ୍ତଙ୍କୁ ଆମ ଗାଁର ଗ୍ରାମ ଦେବତୀ, ତାପରେ ଶ୍ରୀ ହନୁମାନ, ସମସ୍ତଙ୍କୁ ମୁଁ ମାନେ। ସମସ୍ତଙ୍କୁ ମାନନ୍ତି? ପ୍ରେୟାର କଲା ସମୟରେ ମନରେ ଆସୁଥିବ ନିଶ୍ଚିତ, ଯେତେବେଳେ ଆପଣ 4 ଥର ଆଗରୁ ଫେଲିୟର ହେଇଛି, IAS ଆପଣ ଏକ୍ଜାମ ଦେଇଛନ୍ତି, ମନରେ କଣ ଆସେ? ପ୍ରଭୁଙ୍କ ପାଖେ ଅଭିମାନ ଥାଏ? ନାଇଁ ଆଜ୍ଞା କିଛି ଅଭିମାନ ନଥାଏ, କାରଣ ମୁଁ ଜାଣିଛି ମୋର କିଛି ଭୁଲରୁ ହିଁ ମୁଁ ଫେଲ ହେଇଛି। ମୁଁ ଯଦି ନ ପଢିବି ତାହେଲେ ଭଗବାନ କିଛି କରିପାରିବେ? ଭଗବାନଙ୍କୁ ଡାକିଲେ ଭଗବାନ କାହିଁକି ମତେ ଗୋଟେ କାହିଁ ସ୍ପେଶିଆଲ ଦେବେ? ସମସ୍ତେ ତ ତାଙ୍କର ସନ୍ତାନ, ସେ କାହିଁକି ମତେ କାହିଁ ଫୋକସ ଦେବେ? ତେଣୁ ସମସ୍ତେ ଆମେ ଯଦି ପଢିବା ଆଉ ତାପରେ ମାଗିବା ତାହେଲେ ସେ ନିଶ୍ଚିତ ସେଟା ଦେବେ, ସେଇଟା ମୋର ବିଶ୍ୱାସ ଅଛି। କର୍ମ ହିଁ ଭଗବାନ ଯୋଉଟା ଆମେ କହୁ, କର୍ମ କଲେ ନିଶ୍ଚିତ ଫଳ ମିଳିବ, ଯୋଉଟା ଆପଣ କରିକି ଦେଖେଇଛନ୍ତି। ଆପଣଙ୍କ କାନ୍ଥରେ ଆପଣ କେତେଟା ପଏଣ୍ଟସ ନୋଟ ଡାଉନ କରିକି ଲଗେଇଛନ୍ତି ଯୋଉଥିରେ ଲେଖା ହେଇଛି କି ସେଟ୍ ବାଉଣ୍ଡରିଜ, ବାକ୍ ସଂଯମ, ଆଇ ୱିଲ୍ गिव माय 100%, ରିଭିଜନ, ତାପରେ ନ୍ୟू ରିଡିଂ। ରିଭିଜନ ଇଜ ମୋର ଦ୍ୟାନ ନ୍ୟू ରିଡିଂ। ହଁ, ସେଟ୍ ବାଉଣ୍ଡରିଜ ତଳେ ଏଗୁଡାକ ସବୁ आई थिंक तो आपण कैटेगरी करचंदी। आज्ञा बाक संयम एटा कोन पई? आज्ञा बाक संयम हैला आमे बेले बेले जहा भी भाबू सेटा आमे कहि देउ तेणु आ तापरे आमे जेतेबे अधिक आमे कथावार्ता करिबा हमर आइडिया रो सेते कंसोलिडेशन हेई परिबोनी। आमे जे कोनसी भी कथा कहिया पूर्वरु आगे मन रे चिंता करिया एटा कहिबार आवश्यकता अछि ना नाही, आ एटा कहिलार इंपैक्ट कोन पडिबो परे। तेणु आमे इंद्रिय संयम रो प्रथम सोपान होला बाक संयम। आमे यदि हम निजको कंट्रोल करिया चेष्टा करिया तेणु प्रथमे हम कथाटा को संयम करिया, तापर धीरे धीरे समग्र सब इंद्रिय हमर संयम को आसीबो। तेणु म सेटा लिखितली से आ गोटे साइड रे आपण लिखचंदी कुड डू शुड मस्ट डू डू। आज्ञा एटा कोन? सेटा कुड डू शुड डू आ मस्ट डू। मस्ट डू अच्छा। तेणु कुड डू माने आमे जहा करि परिबा। ए मो मनकर भाबी मु गोटे विषय रु मनकर ज्योग्राफी रु मु एई जिंस सब पढी परिबी, सेटा कुड डू। ता दिरो शुड डू माने मु एत्तिकी करिबी बोले जोटा भाबी हां निहाती एटा करिबी ही करिबी, सेटा निहाती होला मस्ट डू रे जीवो। एग्जाम पूर्वरु मो पाखरे समय नथियो सब पढिया, तेणु मु एत्तिकी निहाती पढी के जीवा को ही बाध्य, सेटा होला मस्ट डू।
ମାନେ ସେଇଟା ଛାଡ଼ିଦେଲେ ମୋର ହଇରାଣ ହେଇଯିବି, ସେଥିପାଇଁ ସେଇଟା ମଷ୍ଟ ଡୁ ରେ ଯିବ। ତେଣୁ କୁଡ୍ ଡୁ, ସୁଡ୍ ଡୁ ଆଉ ମଷ୍ଟ ଡୁ ରେ ଆସେ। ଆଚ୍ଛା ଏମିତି କରିକି କ୍ୟାଟାଗୋରୀ କରିଦେଇଥିଲେ। ମାନେ ଆଗୁଆ ଏତିକି ମନେକର 10ଟା ପଏଣ୍ଟ ଅଛି, ତା ଦେହରୁ ମୁଁ 6ଟାକୁ ସୁଡ୍ ଡୁ କୁ ଆଣିଲି, ତାପରେ 6ଟାରୁ ମୁଁ 4ଟାକୁ ମୁଁ କହିଲି ଏଇଟା ଯେମିତି ହେଲେ କରିବାକୁ ପଡିବ, ମଷ୍ଟ ଡୁ ରେ ସେଟା ରହିବ। ତା ତଳେ ପୁଣି ଅଛି ବେସିକ୍ ସୋର୍ସେସ୍, PYQ ଆନାଲିସିସ୍, ତାପରେ ରାଇଟ୍ ମାଇଣ୍ଡସେଟ୍, ଏମିତି କରିକି ଗୁଡାଏ ଲେଖିଛନ୍ତି, ସେଟା କଣ? ଆଜ୍ଞା ପ୍ରଥମେ ତ ଯୋଉ ବେସିକ୍ ସୋର୍ସେସ୍ ମାନେ ଯାହା ବି ଯେମିତି କହିଲେ ଆପଣଙ୍କୁ, ପଲିଟିର ବେସିକ୍ ସୋର୍ସ ହେଲା ଏମ୍ ଲକ୍ଷ୍ମୀକାନ୍ତ, ସେମିତି ଇକୋନୋମିର ତାର ଯୋଉ ବେସିକ୍ କନସେପ୍ଟ ତାର NCERT ଅଛି, 11th ର NCERT, ସରି ମ୍ୟାମ୍ 12th ର NCERT ତାର ଅଛି, ଆଉ ସେମିତି ଜିଓଗ୍ରାଫିର ବି NCERT 11th ର NCERT ଅଛି। ଇଏ ସବୁ ବେସିକ୍ ସୋର୍ସେସ୍, ମାନେ ୟାକୁ ପ୍ରଥମେ କରିବାକୁ ପଡିବ, ଆଉ ତାପରେ ଅଲଗା ଜିନିଷ ଯାହାକୁ ଯିବ। ତେଣୁ ଏଇଟା ହେଲା ବେସିକ୍ ସୋର୍ସେସ୍କୁ ଭଲରେ କରିବାକୁ ପଡିବ। ତାପରେ PYQ ରହିଲା, ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍, ତାକୁ ଭଲରେ ପୁରା ଆନାଲାଇଜ୍ କରିବାକୁ ପଡିବ ଯେ କୋଉ କୋଉ ପଏଣ୍ଟରୁ ସେ କ୍ୱେଶ୍ଚିନ୍ ପଚାରୁଛନ୍ତି, ଆଉ କ୍ୱେଶ୍ଚିନ୍ର ୱାର୍ଡିଂ ତାଙ୍କର କେମିତି ରହୁଛି, ସେ କୋଉଟାକୁ ଭୁଲ କରୁଛନ୍ତି କୋଉଟାକୁ ଠିକ୍ କରୁଛନ୍ତି, ସେ କୋଉଠି ମସିହା ଯୋଉଠି ଦେଇଥିବ ସେ ମସିହାର ଡେଟ୍କୁ କେମିତି ଚେଞ୍ଜ କରୁଛନ୍ତି। ତେଣୁ ଏଇଟାକୁ ଦେଖିଲେ ଆପଣ ପ୍ୟାଟର୍ନ ଜାଣିଯିବେ ଯେ ସେ କ୍ୱେଶ୍ଚିନ୍ରେ ଏଇ ଜିନିଷଟା ସେ ଭୁଲ କରିଥିବେ। ଏଇଟା ଜାଣିଲେ ଆମର ସେଠି ମାର୍କିଂ କରିବାକୁ ଠିକ୍ ହବ। ତାପରେ ଆଜ୍ଞା ଆଉ ଗୋଟେ ଲେଖିଛି ଯେ FLT ଲେଖିଛି, FLT ମାନେ ଫୁଲ୍ ଲେନ୍ଥ ଟେଷ୍ଟ। ତେଣୁ ଏତିକିଟା ଫୁଲ୍ ଲେନ୍ଥ ଟେଷ୍ଟ ଦେବି, ଏତିକି ସେକ୍ସନାଲ ଟେଷ୍ଟ ଦେବି। ଆଉ ରାଇଟ୍ ମାଇଣ୍ଡ ସେଟ୍ ମାନେ ଆମେ ଯଦି ମାଇଣ୍ଡ ସେଟ୍ଟା ଠିକ୍ ରଖିବା, ଆମେ ଯଦି ଭାବିବା ହଁ ଯେମିତି ହେଲେ ବି ମୋର ହବ, ଆମେ ଯଦି ସବୁବେଳେ ଭାବିବା ଯେ ମୁଁ ଏତେ କରୁଛି ମୋର ହବ କି ନାହିଁ, ତେଣୁ ସେଇଟା ଗୋଟେ ନେଗେଟିଭଲି ଆପଣଙ୍କୁ ଇମ୍ପାକ୍ଟ କରିବ। ତେଣୁ ଆମେ ଭାବିବା ହଁ ମୁଁ କରୁଛି ତ, ଯାହା ଯାହା ଆବଶ୍ୟକତା ମୁଁ ସେଇଟା କରିଛି, ତେଣୁ ମୋର ଯେମିତି ହେଲେ ହବ ବୋଲିକି ଆମେ ଯଦି ଭାବିବା, ତାହେଲେ ସିଏ କେବେ ନା କେବେ ତ ହବ ନା। ଏଇଟା ମୁଁ ରଖିକି ଲେଖିଥିଲି। ଆଉ ଗୋଟେ ଆପଣ ଯେମିତି ଲଗେଇଛନ୍ତି କି ଦିସ୍ ଟାଇମ୍ नो ପେନ୍ ଅଫ୍ ରିଗ୍ରେଟ୍, ଆଜ୍ଞା ଏଟା କଣ ପାଇଁ? ଆଜ୍ଞା ଏଇଟା ଯେତେବେଳେ UPSC ମୁଁ 4 ଥର ଆଟେମ୍ପ୍ଟ ଦେଇକି ତା ଦେହରେ ଫେଲିୟର ସାମ୍ନା କଲି, ତେଣୁ ମୁଁ ଦେଖିଲି ଯେ ମୋର ମାନେ ଫେଲିୟର ହବାର କାରଣ ମୁଁ ନିଜେ। ମୁଁ ଯଦି ପରିଶ୍ରମ ଯେତିକି ଆବଶ୍ୟକ ସେତିକି ନ କରିବି, ତାହେଲେ ତ ଫେଲିୟର ହବାଟା ନିଶ୍ଚିତ। ତେଣୁ ମୁଁ କହିଲି ଯାହା ବି ମୋର ମିଷ୍ଟେକ୍ ହେଉଛି ମୁଁ ସେଟାକୁ ରିଗ୍ରେଟ୍ କରିବିନି, ମାନେ ମୁଁ ଏବେ ତ ମିଷ୍ଟେକ୍ କରିଦେବି, ପରେ ଭାବି ଆରେ ଏଇଟା କରିଥିଲେ ଠିକ୍ ହେଇଥାନ୍ତା, ଏମିତି ପଢ଼ିଥିଲେ ହେଇଥାନ୍ତା, ମୁଁ ଏମିତି କାହିଁ ପଢ଼ିଲିନି, ଏଇଟା ହେଲା ରିଗ୍ରେଟ୍ ଏଇଟା। ତେଣୁ ମୁଁ କହିଲି ଏଥରକୁ ମୁଁ ଆଉ କିଛି ରିଗ୍ରେଟ୍ କରିବିନି, ଯାହା ଯାହା ଆବଶ୍ୟକ, ଯାହା ଯାହା ବେସିକ୍ ସୋର୍ସେସ୍ ଯାହା ରହିଲା, PYQ ଯାହା ରହିଲା, FLT ଯାହା ରହିଲା, ମୁଁ ସବୁ ଯାହା ଆବଶ୍ୟକ ସବୁ କରିବି। ତେଣୁ ମୁଁ ଲେଖିଥିଲି ଦିସ୍ ଟାଇମ୍ नो ପେନ୍ ଅଫ୍ ରିଗ୍ରେଟ୍। ମାନେ ଆମେ ଦି ପ୍ରକାର ପେନ୍ ଥାଏ, ପେନ୍ ଅଫ୍ କନସିଷ୍ଟେନ୍ସି ବା ପେନ୍ ଅଫ୍ ୱାର୍କିଂ, ଯୋଉଟା ଆମେ କାମ କଲାବେଳେ ଆମକୁ ଗୋଟେ ପେନ୍ ହୁଏ, ମାନେ ସବୁଦିନ ପଢ଼ିବାକୁ ଗୋଟେ ପେନ୍, ସେ ପେନଫୁଲ୍ ପ୍ରୋସେସ୍ ସିଏ। ତେଣୁ ଆମେ କହିବା ଏମିତି କାହିଁ କରିବା, ଆଜି ଟିକେ ଶୋଇ ପଡ଼ିବି, କି ଆଜି ପଢ଼ିବାକୁ ଇଚ୍ଛା ହଉନି, ଆଜି ବସି ପଡ଼ୁଛି, ଆଜି କୁଆଡ଼େ ବାହାରକୁ ପଳାଉଛି। ତେଣୁ ଏଇଟା ତ ସେତେବେଳେ ଆମକୁ ଖୁସି ଲାଗିବ ଯେ ହଁ ଆମେ ମାନେ ପଢ଼ାରୁ ଟିକେ ରେଷ୍ଟ ନେଇଗଲୁ, କିନ୍ତୁ ସେଇଟା ଯେତେବେଳେ ପରେ ଯେତେବେଳେ ଭାବିବ ଯେ ନାଇଁ ଏଇଟା ମୁଁ ସେତେବେଳେ କାହିଁ ରେଷ୍ଟ କରିଥିଲେ ହେଇଥାନ୍ତା, ସେଟା ହେଲା ପେନ୍ ଅଫ୍ ରିଗ୍ରେଟ୍। ମାନେ ପେନ୍ ଅଫ୍ ରିଗ୍ରେଟ୍ଟା ଯୋଉ ପେନ୍ ଅଫ୍ ୱାର୍କିଂ ଠୁ ବହୁତ ଅଧିକ। ଯେତେବେଳେ ପରେ ଭାବିବ ସେତେବେଳେ କିଛି ବି ହାତରେ ନଥିବ। ତେଣୁ ମୁଁ କହିଲି ଏଥରକ ଆଉ ସେ ପେନ୍ ଅଫ୍ ରିଗ୍ରେଟ୍ କିଛି ରହିବନି, ମୁଁ ଏଥରକ ଯାହା ଯେତିକି ଆବଶ୍ୟକ ସେ ପରିଶ୍ରମଟା କରିଦେବି, ସେ ପରେ ତେଣିକି ଯାହା ହଉଛି ହଉ। ତାମାନେ ଯାହା ନେଗେଟିଭ ଜିନିଷ ରହିଛି ତାକୁ ପଜିଟିଭ ୱେରେ ଭାବିବା, ଆଉ ତାକୁ ପଜିଟିଭରେ କନଭର୍ଟ କରିବା, ସେଇଟା ହିଁ ଆପଣ ହୁଏତ ଏଇ ବର୍ଷ ଏଟା ଆପ୍ଲାଏ କଲେ ନା କି? ଯେତେ ମଣିଷ ଫେଲିୟର ହେଇ ଚାଲେ, ଫେଲିୟରରୁ ପୁଣି ନୂଆ ଜିନିଷ ଶିଖେ, ଆଉ ଶିଖିବା ଦରକାର, ସେଇଟା ହିଁ ତ ମୋଟିଭେସନ ଆମ ପାଇଁ। ନିହାତି ଭାବେ ଆପଣ ବଢିଆ ବଢିଆ ଷ୍ଟ୍ରାଟେଜିସ୍ ମୁଁ କହିବି ଆପଣ ଯୋଉ କାନ୍ଥରେ ଲଗେଇଛନ୍ତି ନିଜକୁ ସେଲ୍ଫ ମୋଟିଭେଟ୍ କରିବା ପାଇଁ କରିଛନ୍ତି, ଆଉ ଦ୍ୟାଟ୍ ଇଜ୍ ଭେରି ମଚ୍ ଇମ୍ପୋର୍ଟାଣ୍ଟ ନାଓ ଏଡେଜ୍। କାହିଁକି ନା ବହୁତ ପିଲା ୟୁଜୁଆଲି ଡିପ୍ରେସନକୁ ପଳାନ୍ତି, ଷ୍ଟ୍ରେସରେ ରୁହନ୍ତି କି ମୋର ତ ହଉନି, ହେଇପାରିବନି, ଆଉ ମୁଁ ଦେବିନି ଏକ୍ସାମ, ବହୁତ ସୁଇସାଇଡାଲ ଆଟେମ୍ପ୍ଟ ବି ନେଇଯାନ୍ତି। ତ ଏ କେସରେ ତମେ ସେଭଳିଆ ଆସ୍ପିରାଣ୍ଟସ୍ ମାନଙ୍କୁ କ'ଣ କହିବା ପାଇଁ ଚାହିଁବ? ଆଜ୍ଞା ମୋର ତ ପ୍ରଥମରୁ ମାନେ ସୋର୍ସ ଅଫ୍ ମୋଟିଭେସନ ଆଉ ଇନ୍ସପିରେସନ, ପ୍ରଥମେ ତ ବୋଉ ମୋର ସବୁବେଳେ ମୋତେ ସପୋର୍ଟ କରିଛି, ମାନେ ମେଣ୍ଟାଲି ବହୁତ ସପୋର୍ଟ କରିଛି। ଯେ ମୁଁ ଯେତେବେଳେ ବି ଭାଙ୍ଗି ପଡ଼େ ମୁଁ ସିଧା ବୋଉକୁ କଲ୍ କରେ। ମୁଁ ଏଠି ଘରେ ଥିଲାବେଳେ ବୋଉକୁ କହେ, ବୋଉ ପାଖରେ ଯାଇକି ମୁଁ କହେ ବୋଉ ମୋତେ ଏମିତି ଭଲ ଲାଗୁନି, ମୁଣ୍ଡ ବିନ୍ଧା ହେଉଛି, ଏମିତି କହେ। ବୋଉ ମୁଣ୍ଡକୁ ଆସିକି କହେ କିଛି ହବନି, ତୁ ଜଗନ୍ନାଥଙ୍କୁ ଡାକେ, ସବୁ ଠିକ୍ ହେଇଯିବ। ତେଣୁ ମୋର ଭଗବାନଙ୍କ ଉପରେ ବିଶ୍ୱାସ ମୋତେ ପୁରା ସମ୍ଭାଳିକି ରଖିଛି। ଯେ ଯୋଉ ସୁଇସାଇଡାଲ ଥଟ୍ ହଉ କିମ୍ବା ଡିପ୍ରେସନକୁ ପଳେଇବା, ସେମିତି ମୋର କେତେବେଳେ ବି ଆସିନି କି ଆସିବନି ମୋର, କାରଣ ମୁଁ ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ। ଆଉ ମୋର ବିଶ୍ୱାସ ଯେ ଭଗବାନ ମୋତେ, ମୁଁ ଯଦି ପରିଶ୍ରମ କରିଛି ମୋତେ ନିଶ୍ଚିତ ସଫଳତା ଦେବେ। ଆଉ ସେ ଯୋଉ 4 ଥର UPSC ପ୍ରିଲିମ୍ ଫେଲ୍ ହେଲା ପରେ, କାରଣ ମୁଁ କାହିଁକି ଅଧିକ ଦୁଃଖିତ ହେଇନି, କାରଣ ମୁଁ ଜାଣିଛି ମୋର ହିଁ ଭୁଲ ରହିଛି।
ମୁଁ ଯଦି ସବୁ କଲା ପରେ ବି ମୁଁ ଫେଲ୍ ହେଇଥାନ୍ତି ତାହେଲେ ମନରେ ଆସିଥାନ୍ତା ହଁ ମୁଁ ତ ସବୁ କରିଦେଲି ଆଉ କରିବାକୁ କିଛି ନାହିଁ, ତେଣୁ ମୋ ପାଖରେ ଆଉ କିଛି ନାହିଁ, ସେମିତି ଆସିନି। କାରଣ ମୁଁ ଜାଣିଛି ଆଉ କିଛି ମୁଁ କରିପାରିବି, ଆଉ ଏକ୍ସଟ୍ରା ପଢିପାରିବି, ଆଉ ଭଲରେ ପଢିପାରିବି। ତେଣୁ ମୁଁ ସେଇଟାକୁ କେତେବେଳେ ଡିପ୍ରେସ ତ ଆଜ୍ଞା ହେଇଛି ଯେମିତି ହେଲେ ଯେ କାହିଁ ଏତେ ଦିନ ହେଲାଣି ଏତେ ଦିନ ପଢି ପଢି ହଉନି। ସେତେବେଳେ ମୁଁ କଣ କରେ ଆଜ୍ଞା ଯୋଗ ଆଉ ପ୍ରାଣାୟାମକୁ ଆଧାର କରେ। ମାନେ ଯୋଗ ଗୋଟେ ଏମିତି ଜିନିଷ ଆପଣ ଯେକୌଣସି ଗୋଟେ ଆସନରେ 15 ମିନିଟ 5 ମିନିଟ ବି ଯଦି ବସି ପଡିବେ, ସେ ପଶ୍ଚିମୋତ୍ତାନ ଆସନ ଗୋଟେ ଅଛି, ସେ ଆସନରେ ବସିକି ମୁଁ ଯେତେବେଳେ ଉଠିଯାଏ ମାନେ ମୋ ଦେହରେ ଗୋଟେ ଏନର୍ଜି ଖେଳିଲା ଭଳିଆ ଲାଗେ, ମାନେ ସେଇଟା ମତେ ପୁରା ମୋଟିଭେଟ କରେ। ତାପରେ ଆଉ ଗୋଟେ ଏକ ପାଦାସନ ଏମିତି ଉପରକୁ ହାତ ଟେକି ଗୋଟେ ଗୋଡରେ ଠିଆ ହବ, ମତେ ଲାଗେ ମୁଁ ଯଦି ଏଇଟା କରିପାରୁଛି ଗୋଟେ ଗୋଡରେ ଠିଆ ହେଇପାରୁଛି ତାହେଲେ ମୁଁ କାହିଁ ସେଇଟା କାରଣ ଗୋଟେ ଗୋଡରେ ସମସ୍ତେ ଠିଆ ହେଇପାରିବେନି। ମୁଁ ସେଇଠୁ ମୋଟିଭେସନ ଆଣେ ଯେ ମୁଁ ଯଦି ଗୋଟେ ଗୋଡରେ 2 ମିନିଟ 3 ମିନିଟ ଠିଆ ହେଇପାରୁଛି ତାହେଲେ ମୁଁ ଆକୁ ବି କରିପାରିବି, ଏମିତି ମୁଁ ଭାବେ। ଆପଣଙ୍କୁ ଏଠି ଲାଗୁନି କି ଆମେ ଏଟା ତ ଗଲା ଆମେ ଏକ୍ସାମ ଦଉଛେ କି କିଛି ବି କରୁଛେ, ଏଇ ଯୋଉ ୟୁଥ ଟାଇମ ରେ ବହୁତ ପିଲା ଯେମିତି ଡିମୋଟିଭେଟ ହେଇଯାନ୍ତି କୋଉ ବି ମ୍ୟାଟର ନେଇକି ହେଇଥାଉ, ଏମିତି କେହି ଜଣେ ଘରର ପରିବାର ଲୋକ ହୁଅନ୍ତୁ বা ସାଙ୍ଗ ଯିଏକି ଆପଣଙ୍କୁ ଠିକ ବାଟ ବା ଠିକ ରାସ୍ତା ଦେଖଉଥିବ, ତା ସହିତ ହିଁ ଆମେ ସେୟାର କଲେ ଆମ ମନ କିଛି ମାତ୍ରାରେ ହାଲକା ହେଇଯିବ ବୋଝଟା। ତ ଆପଣଙ୍କ ପାଇଁ ଆପଣ ମା ହିଁ ଥିଲେ, ମାଙ୍କ ସହିତ ସବୁ ସେୟାର କରନ୍ତି, ତାହେଲେ ମା ହିଁ ଆପଣଙ୍କୁ ମୋଟିଭେଟ କରିବାରେ ବହୁତ ସାହାଯ୍ୟ କରିଛନ୍ତି। ଆଚ୍ଛା ସୌମ୍ୟ, ଡିସିପ୍ଲିନ ନା ମୋଟିଭେସନ କୋଉଟା ବେଶୀ ଇମ୍ପୋର୍ଟାଣ୍ଟ? ଆଜ୍ଞା ଦିଟା ଯାକ ହିଁ ଇମ୍ପୋର୍ଟାଣ୍ଟ। ପ୍ରଥମେ ଆମେ ଯେତେବେଳେ ଏଇ ୟୁପିଏସସି ପଢିବା ପାଇଁ ହଉ କିମ୍ବା ତା ଦେହରେ କଣ୍ଟିନ୍ୟୁ କରିବା ପାଇଁ ଆମକୁ ମୋଟିଭେସନ ବହୁତ ଆବଶ୍ୟକ। ଯେ ଯେମିତିକି ମୁଁ କହିଲି ପଢୁ ପଢୁ ମତେ ବିରକ୍ତ ଯେତେବେଳେ ଲାଗେ ହବନି, ସେତେବେଳେ ମୋ ମା ପାଖକୁ ଯାଏ, ମା ମତେ ମୋଟିଭେଟ କରେ ଯେ ହଁ ତୋର ନିଶ୍ଚିତ ହବ। ତାପରେ ମୋଟିଭେସନ ପାଇଲା ପରେ ଆପଣ ଯେତେବେଳେ ଡେଲି ସେଟାକୁ କଣ୍ଟିନ୍ୟୁ କରିବାକୁ ପଡିବ, ଆପଣଙ୍କର କନସିଷ୍ଟେନ୍ସି ଆବଶ୍ୟକ। ତେଣୁ ସେତେବେଳେ ଆପଣଙ୍କର ଯାହା ଡେଲି ସିଡ୍ୟୁଲ ରହିଥିବ ଯେ ମୁଁ 4টাରେ ଉଠିବି ମାନେ ଉଠିବି, ଆଜି ଯଦି ଇଚ୍ଛା ହଉନି ତ ତଥାପି ଉଠିକି ମୁଁ ଏମିତି କରେ ଯେ ଯୋଉଦିନ ଇଚ୍ଛା ନ ହଉଥିବ ମୁଁ କହି ଉଠିକି ବୁଲିକି ଆସିକି ଶୋଇବି ପଛେ ଆଗ ଉଠିଯିବି, ମାନେ ବାହାରକୁ ଯାଇକି ବୁଲି, ସେ ଗୋଟେ କଣ୍ଟିନ୍ୟୁ ରହୁ ସେ ପ୍ରୋସେସଟା ବ୍ରେକ୍ ନ ହଉ। ସେଇଟା ବି ଏବେ ବି ମତେ ସାହାଯ୍ୟ କରୁଛି। ମୋର 4ଟା ହେଲା ବେଳକୁ ନିଦ ହିଁ ଭାଙ୍ଗିଯିବ, ଆଲାରାମ ଆବଶ୍ୟକ ନାହିଁ, ନିଦ ହିଁ ଭାଙ୍ଗି ଯାଉଛି ସେତିକି। ତେଣୁ ଏଇଟା ଆପଣ ଯେତେବେଳେ କଣ୍ଟିନ୍ୟୁଅସଲି ବହୁତ ଦିନ କରିବେ, ନିରନ୍ତର କଲା ପରେ ସେଟା ଆପଣଙ୍କର ଗୋଟେ ହାବିଟ ହେଇଯିବ, ସେଟା ଅଟୋମେଟିକାଲି ସେଟା ହବ ଆପଣଙ୍କର। ତେଣୁ ସେମିତି ପାଠ ପଢାଟା ବି ଆମେ ତାକୁ ତା ଦେହରେ ଗୋଟେ ଷ୍ଟ୍ରାଟେଜିକାଲି ଆମେ ତାକୁ ଫଲୋ କରିବାକୁ ପଡିବ କଣ୍ଟିନ୍ୟୁଅସଲି, ତାହେଲେ ଯୋଉ ମୋଟିଭେସନ ଟା ଆପଣ ଭାବିଛନ୍ତି ଯାହା ସେଇଟା ହେଇପାରିବ, ସଫଳ ହେଇପାରିବ। ଆପଣ ଆଉ ଗୋଟେ ଲେଖିଛନ୍ତି ପେପରରେ ଆଇଏଏସ୍ ରାଙ୍କ 1, ଆଜ୍ଞା ତା ତଳେ ଲେଖିଛନ୍ତି ବେଟର ଦ୍ୟାନ୍ ୟେଷ୍ଟରଡେ। ଆଜ୍ଞା ତାର ମିନିଂ ଟା କଣ? ଆଜ୍ଞା ପ୍ରଥମେ ବେଟର ଦ୍ୟାନ୍ ୟେଷ୍ଟରଡେ କହୁଛି ଯେ ମାନେ ଆମେ ଯାହା ବି ଭୁଲ କରୁଛୁ, ମୁଁ ସବୁବେଳେ ଗୋଟେ ଖାତାରେ ଲେଖେ, ଗୋଟେ ଖାତାଟେ ଥାଏ ତା ଦେହରେ ମୁଁ ସବୁବେଳେ ଟାଇମ ଦେଇକି ଲେଖେ, ଏଇ ଟାଇମରେ ଏଇଆ ପଢିଲି, ଆଉ ଏଇ ଟାଇମରେ ଏଇଆ କଲି। ମୁଁ ସବୁ ପୁରା ସକାଳୁ ଉଠିଲାଠୁ ରାତିରେ ଶୋଇଲା ଯାକେ ତା ଦେହରେ। ଏଇ ହ୍ୟାବିଟଟା ଆପଣଙ୍କର କେବେଠୁ ଅଛି? ଆଜ୍ଞା ଏଇଟା ମୋର 10ମ ଶ୍ରେଣୀରୁ ଅଛି। ଏଇଟା ହିଁ ମୁଁ ଜାଣିବା ପାଇଁ ଚାହୁଁଥିଲି, କାରଣ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ଗୋଟେ ଲାଇଫର। ଆମେ ଯଦି ଡେଲି ବେସିସରେ ରାଇଟିଂ ହ୍ୟାବିଟ ରଖିବା କି ମୁଁ ଆଜି କଣ କଣ କରିଛି, କଣ କରିନି, କଣ କରିବାକୁ ହବ, ଏଇ ହ୍ୟାବିଟ ଯେତେବେଳେ ରହେ ଆମେ ନିଜକୁ ଆହୁରି ଭଲ ଭାବେ ଜାଣିବାକୁ ଲାଗୁ। ହଁ କୁହନ୍ତୁ। ଏଇଟା ମୁଁ 10ମରୁ ଆରମ୍ଭ କରିଥିଲି, 10ମରୁ ବି ଏମିତି ଟାଇମ ଦେଇକି ଏଇ ଟାଇମରେ ଏତିକି ଏଇଆ ପଢିଲି ସେଇଟା ମୁଁ ଦେଖେ, ରାତିରେ ଦେଖେ, ମାନେ ରାତିରେ ମୁଁ ଆଜି ଦିନରେ ଏଇଆ ପଢିଲି, ମୁଁ ମନେ ପକେଇ ଚେଷ୍ଟା କରେ ଏଇଟା ତ ଲେଖିଛି ମାନେ ଏଇଟା କଣ ମୁଁ ପଢିଥିଲି। ତେଣୁ ସେଇଟା ଗୋଟେ ରିଭିଜନ ହେଇଗଲା, ଆପଣଙ୍କର ମେଣ୍ଟାଲି କନସୋଲିଡେଟ ହେଇଗଲା ଯେ ଆପଣଙ୍କ ସେ ଜିନିଷଟା ବହୁତ ଲଙ୍ଗ ଟର୍ମ ମେମୋରିକୁ ପଳେଇଲା, ସେଟା ରହିଯିବ। ତାପରେ ସେଇଟା କାଲି ତା ପରଦିନ ସକାଳୁ ପୁଣି ଆଉଥରେ ତାକୁ ଦେଖେ, ତାକୁ ଲେଖିବାକୁ ଚେଷ୍ଟା କରେ, ମୁଁ ଏଇଟା ତ ପଢିଛି, ତେଣୁ ଏଇଟା କଣ ପଢିଛି, ମାନେ କ୍ରିପ୍ଟୋ କରେନ୍ସି ପଢିଛି ତ ତା ବିଷୟରେ ମୁଁ ଯାହା ବି ମନେ ପଡେ ତାକୁ ଲେଖେ, ତାକୁ ଲେଖିବାକୁ ଚେଷ୍ଟା କଲେ। ଏଇଟା ହେଲା ଆକ୍ଟିଭ ରିକଲ, ଏଇଟା କହନ୍ତି। ଆକ୍ଟିଭଲି ଆପଣ ରିକଲ କଲେ ଯେ ଏଇଆ ପଢିଥିଲେ, ସେଟା ଆପଣଙ୍କର ବ୍ରେନରେ ପୁରା ରହିଯିବ ବହୁତ ଦିନ ଯାଏଁ। ତେଣୁ ଏଇଟା କରେ। ତାପରେ ଆପଣ ବହୁତ ଦିନ ପଢିଲା ପରେ ଆପଣଙ୍କୁ ଯଦି ଆପଣ କେତେବେଳେ ଲେଖିନଥିବେ, ଆପଣ କିଛି ଦିନ ପରେ ଲାଗିବ ଆରେ ମୁଁ ଏତେ ଦିନ ତ ପଢିଲି କଣ, କିନ୍ତୁ ମୋ ପାଖରେ ସେ ଖାତାରେ ଥାଏ ହଁ ଏଇଆ ମୋ ଟାଇମଟା ଏମିତି ୟୁଟିଲାଇଜ ହେଇଛି, ନଷ୍ଟ ହେଇନି ଟାଇମ, ମତେ ଏମିତି ଲାଗେ। ଏଇଟା ଗୋଟେ କନଫିଡେନ୍ସ ଆପଣଙ୍କୁ ଦବ। ଆଉ ଏମିତି ହିଁ ମୁଁ ଇଏ କରେ। ତାପରେ କଣ ଆଇଏଏସ୍ ରାଙ୍କ 1 ଯୋଉ ଲେଖିଛନ୍ତି, ହଁ ବେଟର ଦ୍ୟାନ୍ ୟେଷ୍ଟରଡେ ଯୋଉ ସେଇଟା ମୁଁ ଯୋଉ ଲେଖେ, ମୁଁ ଦେଖେ ଯେ ଆଦେରେ ଏଇଆ ଯେ ମୋର କରିପାରିନି ବା ଏଇଆ ଭୁଲ ହେଇଛି, ମୁଁ ସେଟା କାଲିକି ଚେଷ୍ଟା କରିବି ଯେ ଏଇଟା ଯେମିତି ନ ହଉ। ମାନେ କାଲି ମୋର ଏଇଠି ଟାଇମ ଏଇଟା ସୋସିଆଲ ମିଡିଆରେ କି ୟୁଟ୍ୟୁବରେ ଦେଖିକି ସର୍ଟସ ଦେଖିକି ଟାଇମ ପଳେଇଛି,
मुझे चेष्टा करी काली जमी जोटा कौन न देखिए तेणु बेटर देन यस्टरडे काली माने आज जहाँ भूल है काली जमी न काली बेटर हम ताठू मुझे चेष्टा करी तापर आज्ञा आईएएस रैंक 1 गोटे तो प्रथम रू लिखी 2023 मसीह मारिकी रखी आईएएस रैंक 1 माने मु कहली जदि हम गोटे रैंक 1 टा रखा तेणु सी आम सेम चेष्टा करिया हुए तो भगवान को दया हो पारे जदि भी न हो ताले हमर गोटे अपर रैंक रे रहइबो सेति मु सेटा लिखितल जे आईएएस रैंक 1 निजको मोटिवेट मोटिवेट करिया पय कोट ना कोठी एटा आपनकर गोटे मैनिफेस्टेशन कि मते आईएएस पाइबार अछि एबे आपण आगु को आईएएस पुनी देबे हां आज्ञा मु तो चिंता करछे आ थरे पढी के पुनी देबे माने एटा कंटिन्यू आपण रखिबे एग्जाम देबे आज्ञा आपण 4 वर्ष यूपीएससी एग्जाम पय प्रिपेयर होथिले जो समय रे आपनकर हेई नथिला किंतु कोट ना कोठी आपनक सांग माने किछि ना किछि पाठ हला कि चाकरी हला कि कोठी काम करबा हला कोट ना कोठी आगे जाइथिबे मन रे सेते बेले कोन आस्तला आज्ञा मन रे तो टिके दुख आसे जे एमिति भी हेछि जे जो माने क्लास रे अल्प नंबर रखुतिले से मानकर भी आगुआ चाकरी हे जाइछि हां तेनु सेटा गोटे आसे गां रे भी मोर सांग माने जे भी आ बड़ भाई अल्प बयस वर्षे बड़ जे आ जे भी सान माने से मानकर भी चाकरी हे जाइथिला तेनु सेटा गोटे गां रे समस्त बापा को पचारंती बो को पचारंती अरे पुर कोन हला काहे के एते दिन ता काहे के कहउछ से जे भी जानिथिले कहले ताको कोन छोटो गोटे कोन कर देबो तापर ताको कले होंदानी एमदी कहंती तेणु किंतु मो बो सब बेले पूरा सी पूरा स्ट्रांग मु जति कि मो ऊपर विश्वास नै तार मो ऊपर अधिक विश्वास से कहे आउ काहे कोन करिवो आउ कले मु कहे मते पचारे जे आउ कले तोर पाठ पढा ये हबन त मु कहे हां जे तो काम करिवि जोठी जाहली 8 घंटा घंटे ड्यूटी रे जीवो ता दरो अल्प समय पढी परिवो अधिक समय पढी हबन तेणु जाहली भी तो पाठ हेबो से कहले नै नै तू आ किछि करिया दरकार नै तू एइतरे ही पढे एइतरे ही तू मान लक्ष्य रखे एइतरे जेंति करिवो तेणु बोटा कांस्टेंटली मते मोटिवेट करे जे तू गोटे जिंस को फोकस कर आज्ञा सोशल मीडिया है गला कि जेमति मोबाइल रो अत्यधिक व्यवहार पिला माने आज का डेट रे करूचंती सेथरो निजो को आपण केमते दूर रखथिले आज्ञा आज्ञा मोर तो सोशल मीडिया रे केवल व्हाट्सएप चलाए आउ यूट्यूब चले आ मोर इंस्टाग्राम फेसबुक किछि अकाउंट आगुरु भी नाही तेणु इंस्टाग्राम पे अछि जे मु ताको चलाइने से पूर्वरु बंद कर देछि तेणु सेटा गोटे मोर डिस्ट्रैक्शन थिला यूट्यूब आ यूट्यूब रे शॉर्ट्स आज्ञा शॉर्ट्स जो 15 सेकंड रे आछि से आपण स्क्रॉल करी करी जाउथिबे से आपनकर माइंड रे एमिति आस्तबो जे हम आउट के देखिबे आ गोटे देखिबे ए गोटे देखि आपण केते बेले 30 मिनिट 45 मिनिट एंते पळैथबो मु भी निजे एबे भी हेछि माने एमिति न जे एबे हेनी एबे भी सेमथि होछि तेणु सेटा टिके कंट्रोल करिया कष्ट ता पय मु कोन करथिल ना हमर फोन रे गोटे अछि पेरेंटल मोड गोटे फोन रो ऑन कर देले से आपन को तादर टाइमर भी अछि जे 15 मिनिट कि 10 मिनिट 5 मिनिट आपन जति टाइम दे देबे से आप आपन केवल सेति समय यूज कर परिबे से दिन रे मन को सेति 15 मिनिट हे गेला तो तापर से आपटा बंद हे जो ऑटोमेटिकली पूरा डिसेबल हे जो आ ताको यूज कर परिबिनी ता सहित आगे मो फोन रे गोटे डार्क मोड आ गोटे मिनिमलिस्टिक मोड ऑन कर देथिली सेटा ऐप गोटे डाउनलोड करी से केवल आपन को जो ऐप आवश्यक से ऐप रो लोगो भी दबनी एबे हमर जो सब ऐप तयारी होची तार लोगो मोरा को एमित सब तयारी करे जिंदे आपण माने ताको टच करिया को इच्छा हो जे ताको ओपन करिया को इच्छा हो जेंति कि इंस्टाग्राम रे होत कि जहां होत तादरे डिजाइन ही जो कराय जेंति से माने अटेंशन इंजीनियर ना कोन एमिति ताको कहंती से माने ताको बसी के डिजाइन करूछंती जेंति अट्रैक्टिव अधिक होबो तेणु मु सेटा को ये करके तादरे केवल लेखा आसीबो माने कर व्हाट्सएप तो केवल व्हाट्सएप लेखा आइतो तार लोगो नथिबो तेणु एमिति मु कर देली 4-5 टा ऐप जहां दरकार सेटा होम स्क्रीन रे रहइबो केवल सेति ऐप ही आपण यूज कर परिबे ओके मु सेटा गोटे करथिली अच्छा सौम्य आपण जते बेले जानिले कि आपनकर इंटरव्यू पई सिलेक्शन हे जाई छी आपण केम लागथिला आज्ञा मु भी सही संध्या टाइम रे बसथिली मोर गोटे सांगोटे फोन करी कहला जे अरे सौम्य देखिलु तोर रिजल्ट बाहर लानी इंटरव्यू पई सिलेक्शन लिस्ट बाहर छी मु देखला बेले को मोर हे जाई छी तेणु मते बहुत खुशी लागला कारण मते तो टिके भय थिला काळे हबो कि नाही कोन मेंस तो सेते भी भलो होई नथिला कारण ए वर्ष क्वेश्चन ही टिके डिफरेंट करथिला यूपीएससी स्टाइल रो क्वेश्चन यूपीएससी रे पकैथिला तेणु टिके भय थिला तापरे हे गला परे आज्ञा मु बो को फोन करिकि मु सेते बेले भुवनेश्वर रे थिली मु जाइथिली से टेस्ट देवा को जाइथिली भुवनेश्वर सेते बेले भुवनेश्वर रे थिली सेते बेले मु बो को फोन करि कहली बो आसेरी इंटरव्यू पई ना आसेरी तेणु
बहुत बो भी बहुत खुशी है आमे सेतेबेले चंदन यात्रा देखु जगन्नाथ चलथिला बहुत खुशी लागिला सेतेबेले। आपन को इंटरव्यू रे सबटु डिफिकल्ट क्वेश्चन कोडा लागथिला? आज्ञा आज्ञा मोर इंटरव्यू रे डिफिकल्ट क्वेश्चन तो अल्प थिला जेमति कि मोर ओडिया लिटरेचर थिबारु ऑप्शनल मते प्राय जिंस सब ओडिया रु ही पचारले ओडिया रे इन डेप्थ पचारले माने भितर मु जोटा के एक्सपेक्ट करन थिले जे से पचारि बोली से पचारले जेमति कि ओडिया भाषा रे कोन कोन के कंटेम्पोरारी के लिखुचंती माने एबे वर्तमान की राइटर अछंती से कोन कोन लिखुचंती तापरे पचारले जे ओडिया भाषा गोटे डिफिकल्ट क्वेश्चन लागला जे से पचारले स्वभाव कवि ए व्यास कवि की मुगली व्यास कवि फकीरमोहन सेनापति से पचारे व्यास कवि फकीरमोहन सेनापति से कौन कविता लिखुले कारण सी कहले व्यास कवि तो फकीरमोहन तो अधिक उपन्यास लिखिं गल्प लिखिं तेणु सी तो कविता लिखि ना व्यास कवि कहीं कहुए तेणु यहाँ आज्ञा मुझे पार्ली मुझे कहली गेस करा कहले सी कहले जब जाच कह कहनी तेणु मुझे कहीपारे व्यास कवि कहीं कहती यहाँ मत डिफिकल्ट लगला तापर आउ सी केमती भी केते कविता से रिसाइड कले जे ए कविता किए लिखिं सेटा भी मोर किसी आइडिया नथिला एमती जोड़ 3टा क्वेश्चन एमती मोर स्किप कर देजी मु कहली ना आज्ञा मुझे जानी से कहले गेस करनी जदि जानिछ ताल को नल कोन। इंटरव्यू रे कॉन्फिडेंस केमती मेंटेन कर परला? कॉन्फिडेंस तो जीवा पूर्व मते बहुत भय लागिला जे काले कोन पचारिबे कोन ये पचारिबे तेणु सेटे जीवा पूर्व गोटे जगन्नाथंकर मूर्ति लागिथिला फोटो लागिथिला से इंटरव्यू रूम रो द्वार रे डोरे लागिथिला मु सेठी मुंडिया मारी गली मु कहली प्रभु जहा जेंती देखि दबा ठीक सब आपन को ऊपर छाडली आज्ञा सेंदी गला पर तापरे से बहुत कोर्डियली वेलकम कले माने बहुत भल रे पूरा कहले बस धीरे माने टिके प्रकृति स्थव टिके एंती से इंग्लिश रे कहले बस धीरे की तापरे से जे पचारले ओडिया रे जेहेतु पचारले मोर ओडिया लिटरेचर ऑप्शनल तेणु मु प्राय जिंस कहिदिली एमती किछि किछि जिंस 4-5टा जिंस मु किंतु स्किप करिछि कहि परलेनी। अच्छा अच्छा सौम्य ओसीएस जदि जने प्रिपेयर करूची तो से बिना कोचिंग रे जेमते आपण कोचिंग थरे नै थिले तापरे स्ट्रेटजी जानि गले सेही हिसाब रे सेही पैटर्न ने आपण निजे को निजे प्रिपेयर करले तो बिना कोचिंग रे जने ओसीएस पई प्रिपेयर हेई परिबो की? आज्ञा हेई तो पारिबो किंतु बहुत डिफिकल्ट हो। अच्छा प्रथम रु किछि कोचिंग न हो किबा गाइडेंस तो आवश्यक माने कोचिंग रे कोन होय कि हमर जो सर जे पढांती से हमको कहि दियंती ए फेज अछि एमते एमते एई टाइम रे एया पढिबो सेही सेम जिंस को प्रीलिम पई केमते पढिबो मेंस पई केमते पढिबो तेणु एटा तो इंटर सेथि पई कोचिंग टा टिके आवश्यक आपण से कोचिंग ऑफलाइन नेले तो बहुत पैसा जाउची ऑनलाइन भी बहुत टंका भी जाउची तेणु ऑनलाइन रो अल्प टंकार पैकेज भी सब अछि आपण सेटा देखिकी जे नै परिबे किंतु कोचिंग टिके आवश्यक जदि कोचिंग न नियंती ताले यूट्यूब रे बहुत वीडियो अछि माने सब प्ले लिस्ट अछि तार इकोनॉमी रे हो पॉलिटी रे हो सब फ्री रे प्ले लिस्ट अछि तेनु आपण सेटा को भी कंसल्ट करि परिबे नहले जदि आपणकर किए चिन्हा अछंती जे आगुआ प्रिपेयर करूचंती तांको संगे कंसल्टेशन करिके तांको गाइडेंस नै परे गाइडेंस बहुत आवश्यक ए एग्जाम पई गाइडेंस आवश्यक कारण आपण आदरे कहंती जे एनीथिंग अंडर द सन पचारिबे माने जहां भी अछि पचारि परिबे सेमिति न बहुत माने तांकर लिमिटेड अछि सेही जिंसरो से पचारंती आमे कोन करू ना आमे 80% टाइम जो जिंस को दउ से जिंस 20% पडिबो किंतु जो जिंस 80% पडिबो आमे सेठी 20% ही टाइम दउ तेणु आमको सेटा को बाछिया पई जे को जिंस रे हम अधिक फोकस करबा सेठी पई गाइडेंस आवश्यक कि गोटे हमको यदि कहि दबो एति के पढे आदरे पढिबो ताले सेटा हमर पई बेटर हबो। ताले 3टा गोल्डन रूल एस्पिरेंट्स मानन को पई आपण कोन दवा पई चाहेगा? आज्ञा प्रथमे तो सिलेबस संगरे प्रथम रूल हला जे मेंस टा हमें आगुआ प्रिपेयर करिबा। अच्छा प्रिला भाबंती प्रीलिम जेहेतु फास्ट हुए प्रीलिम पई प्रिपेयर कर देले मन कर आपनकर प्रीलिम रे हेई गला तापरे मेंस पई अढे बेसी रु बेसी 2.5 मास किबा 3 मास टाइम थियो 2.5 मास धरंतु अच्छा सेति के समय भितरे 70-80 दिन भितरे आपण मेंस प्रिपेयर हेई ही परिबेनी तेणु आपण प्रीलिम पास करि गले मेंस देले मेंस रे यदि कटि गले पुणी 8 वर्ष को पुणी अपेक्षा करि पड़े तेणु ताठ बेटर कोन हबो आपण प्रथमे मेंस प्रिपेयर हेई जानतु आ जेते बेले मेंस हम प्रिपेयर होबा मेंस रे पूरा डिस्क्रिप्टिव सिलेबस देछि से मेंस रे हम प्रिपेयर होबा हमर ऑटोमेटिकली प्रीलिम भी ता भितरे प्रिपेयर हेई जाइथो कारण प्रीलिम रे सेही जिंसर ऑब्जेक्टिव पकांती जोटा कि मेंस रे हम लिखिया तेणु आम आगुआ जदि मेंस प्रिपेयर हेई जिबा तापर जे प्रीलिम देबा प्रीलिम रे क्वालिफाई हे गले मेंस देबा मेंस रे यदि क्वालिफाई हेई जिवो
କାରଣ ଆଗ ମେନ୍ସ ଅଧିକାଂଶ ପିଲା ମାନେ ପାଖାପାଖି 70% ପିଲା କେବଳ ପ୍ରିଲିମ୍ ହିଁ ପ୍ରିପେୟାର ହେଇଥାନ୍ତି। ଆଉ ମେନ୍ସ ଯୋଉ 30% ହେଇଯାନ୍ତି ସେମାନେ ପ୍ରିଲିମ୍ ପାସ୍ କରିକି ମେନ୍ସ ବି ପାସ୍ କରିକି ଇଣ୍ଟରଭ୍ୟୁ କୁ ଯାଆନ୍ତି। ସେଥିପାଇଁ ଅଧିକ ପିଲା ପ୍ରିଲିମ୍ ପାସ୍ କରିଦିଅନ୍ତି ତ ମେନ୍ସ ବି ପାସ୍ କରିପାରନ୍ତିନି। ତେଣୁ ଆମକୁ ପ୍ରଥମେ ମେନ୍ସ ପ୍ରିପେୟାର ହବା ତାପରେ ଯାଇ ପ୍ରିଲିମ୍ ପ୍ରିପେୟାର ହବା। ଆଉ ସେଇଥିରେ ବି ଇଣ୍ଟରଭ୍ୟୁ ମେନ୍ସ ପ୍ରିପେୟାର ହେଲା ବେଳେ ଇଣ୍ଟରଭ୍ୟୁ ପାଇଁ ଅଟୋମେଟିକାଲି ଆମର ପ୍ରିପାରେସନ ହେଇଯାଇଥିବ। ଏଇଟା ହେଲା ଫାର୍ଷ୍ଟ ରୁଲ୍। ସେକେଣ୍ଡ ରୁଲ୍ ହେଲା ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ। ମାନେ ଆମେ ଭାବିବାନି ଯେ ହଁ ମୁଁ ପଢିଥିଲି ତ ବର୍ଷରେ ହେଇଯିବ ବୋଲି ସେମିତି କିଛି ମାନେ ନାହିଁ। ମୁଁ ବର୍ଷେ ଭାବିକି ହିଁ ଦେଇଥିଲି 2022 ତେଣୁ ସେଇଟା ଆସିକି ବର୍ଷରୁ କେତେବେଳେ 4 ବର୍ଷ ହେଇଗଲା 2026 ହେଇଗଲା ଆପଣଙ୍କୁ ଜଣା ବି ପଡିବନି, ଆପଣ ଡିପ୍ରେସ ବି ହେଇଯିବେ। ତେଣୁ ଧୈର୍ଯ୍ୟ ରଖିବାକୁ ପଡିବ ଆଉ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ, ମାନେ ଯିଏ ଯାହାର ଯାହା ଉପରେ ବିଶ୍ୱାସ ଅଛି ସେମିତି କିଛି ଇଏ ନାହିଁ। ମୋର ତ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ଥିଲା, ତେଣୁ ମୋର ଥିଲା ଯେ ମୋ ମନ ଭିତରୁ ସବୁବେଳେ ଆସେ ଯାହା ବି ପରୀକ୍ଷାରେ ଫେଲିୟର ହଉ ଯାହା ହଉ ମତେ ଲାଗେ ମୁଁ କେବେ ନା କେବେ ମୋର ହେଇଯିବ, ମାନେ ସେଇଟା ଗୋଟେ ଭିତରୁ ଆସିବା ଦରକାର ନା, ନହେଲେ ଆପଣ ବସିକି ପଢି ପାରିବେନି। ଆପଣଙ୍କୁ ଲାଗିବ ଯେ ମୁଁ ଏତେ ପଢୁଛି କିଛି ଲାଭ ହଉନି, କାହିଁ ପଢିବି ତାହେଲେ ଛାଡିଦେବି, କି କିଛି ସୁଇସାଇଡାଲ ଥଟ୍ ଯାହା ଆସିବ, ସେମିତି ନାହିଁ। ମୋର ଆସେ ସବୁବେଳେ ହେଇ ହିଁ ଯିବ, ମୁଁ ଯଦି ପଢିବି ଭଲସେ ମୋର ହେଇଯିବ, ଏଇଟା ଆସେ। ଆଉ ଆଜ୍ଞା ବାପା ମା ଆଉ ଗୁରୁଜନ ମାନଙ୍କ ପ୍ରତି ତାଙ୍କ ପ୍ରତି ଆମେ ସବୁବେଳେ ସମ୍ମାନ ଦେବା, ଆଦର ଦେବା, ସବୁବେଳେ ବିନମ୍ର ରହିବା। ଆମେ ସବୁବେଳେ ଯେତେ ଯଦି ଆମେ ବିନମ୍ର ରହିବା ତାହେଲେ ନିଶ୍ଚିତ ଭାବରେ ସମସ୍ତଙ୍କର ଏ ପରୀକ୍ଷାରେ କେବଳ ଆମର ପାଠ ପଢା ଏମିତି ଯିଏ ପାଠ ପଢିବ ଭଲ ତାର ହେଇଯିବ ବୋଲେ ସେମିତି ନାହିଁ। ଆ ଦେହରେ ଗୋଟେ ଲକ୍ ର ବହୁତ ଫ୍ୟାକ୍ଟର ରହୁଛି, କାରଣ ଗୋଟେ ମାର୍କ ଡିଫରେନ୍ସ ରେ ବି ଯଦି ଆପଣ କଟିଗଲେ, ମନେକର ପ୍ରିଲିମ୍ ରେ 102 ଏଥରକ ଯାଇଛି କଟଅଫ୍ ଯାଇଛି, ଯାହାର 101.9 ବି ଅଛି ସିଏ ବି କଟିଯିବ। ତେଣୁ କାରଣ ସେ ପିଲା କଣ ଖରାପ ନା କଣ, ସିଏ ଏତେ ବାଟ ବି ଯାଇଛନ୍ତି ନା, ତେଣୁ ସିଏ ଖରାପ ପିଲା ନୁହନ୍ତି, କିନ୍ତୁ ତାଙ୍କର କିଛି ପଏଣ୍ଟ ମାର୍କରେ କଟି ଯାଇଛି। ତେଣୁ ସେଠି ଲକ୍ ଫ୍ୟାକ୍ଟର ଟା ଟିକେ ମ୍ୟାଟର କରୁଛି, ଯାହାର ଲକ୍ କାମ କରିବ ସେଟା ଇଏ କରିବ। ତେଣୁ ଲକ୍ ପାଇବା ମାନେ ଲକ୍ ଆପଣଙ୍କ ଫେଭରରେ ଯିବା ପାଇଁ ଆପଣଙ୍କୁ ବହୁତ ଆଶୀର୍ବାଦ ଆବଶ୍ୟକ। ତେଣୁ ବିନମ୍ର ଭାବରେ କାହାକୁ କେତେବେଳେ ଛୋଟ ଦୃଷ୍ଟିରେ ଦେଖିବେନି, ସମସ୍ତଙ୍କୁ ସମ୍ମାନ ଦେବେ, ସମ୍ମାନ ଦେଲେ ଅଟୋମେଟିକାଲି ଆଶୀର୍ବାଦରୁ ଆପଣଙ୍କର ହେଇ ହିଁ ଯିବ। খুব সুন্দর চিন্তাধারা আপনার। আগুকু কোন ভাবিଛନ୍ତି? আগুকু তো ভাবিছি जो यूपीएससी ଯାହା ଛାଡ଼ିଥିଲି, यूपीएससी 2026 ଆଟେମ୍ପ୍ଟ ମୁଁ ଦେଇନି, 25 ରେ ଦେଇଥିଲି, 25 ରେ ବି ଓପିଏସସି ଦେଇଥିଲି ଫାର୍ଷ୍ଟ ଥର। ତେଣୁ यूपीएससी ଆଟେମ୍ପ୍ଟ ଟା ମୁଁ ସ୍କିପ୍ କରିଛି। ମୁଁ ଭାବିଛି ଆର ବର୍ଷ यूपीएससी ପୁଣି ଟିକେ ପଢିକି ଭଲରେ यूपीएससी ଦେବି। ଆଉ ତା ସହିତ ଯୋଉ କାର୍ଯ୍ୟ କ୍ଷେତ୍ରରେ ଯେତେବେଳେ ମୋର ସେଠି ट्रेनिंग पर एम्प्लॉय हेबी सेतेबेले केमिति जहाँ सरकारଙ୍କର ଯାହା नीति नियम अछि ताको भलरे इम्प्लीमेंट करिवि। आउ लोक मानकर केमिति ताको प्रकृत दुख को बुझिबि, एमिति न जे खाली ऊपर देखि के फाइल रे ये कर देबि, सेमिति नाही। केमिति तो गोटे भाबिथिबे मन रे कि मु एई वे रे लोकंक पाखरे पहुंची कि जो सेवा रो मनोवृत्ति आपण रखी कि एग्जाम टा क्लियर करले सेटा केमिति आपण इम्प्लीमेंट करिवे बोली भाबिचन? आज्ञा प्रथम तो माने लोक मानको मो लोक मानको एक्सपोज हेबी, माने से मानको मो पाखको आसीबा को देबी, एमिति न जे डिस्टेंस ताको टिके गोटे पावर गैप रहउची सेटा को मो कमेय चेष्टा करिवि। मो पाखो आछन तो मो ताक सारे एते भलरे कथा हेबी, सी जेमति तांकर जहा भी अछि असुविधा सी मो पाखरे भलरे कहि परिबि। तापरे मु देखिबि मोर हाथ रे जो क्षमता अछि ता अनुसार मु केमिति तांकर कामडा करि परिबि। जेमति कि कार गोटे घर नाही, तेणु सी किंतु तांको घर पाइया को योग्य, से घर पाइबा पई जहा जहा डॉक्यूमेंट्स आवश्यक मु तांको कहिबि ए डॉक्यूमेंट आनंद, ताले मु आपनकर करि परिबि। जदि तांको पाखरे से डॉक्यूमेंट नाही ताले मु से डॉक्यूमेंट प्रिपेयर करिया पई मु भी चेष्टा करिबि। आउ सेमति जहा भी जहार माने असुविधा अछि मु सेटा को फुलफिल करिया चेष्टा करिबि। एटा आपण जेमति कहिले वर्णना करले, टू बी वेरी ऑनेस्ट आमे जतरे प्रैक्टिकली को भी फील्ड को जाऊ एते इजी न थाए, एटा आपण बेटर बुझी पारथिबे। उच्च पदस्थ अधिकारी को प्रेशर भी रहे काम क्षेत्र रे। एटा खाली सिविल सर्विस बोली नुह, को भी चाकरी क्षेत्र रे आपण देखिबे गोटे ऊपर प्रेशर रहे, तो ताकू आपण केमति हैंडल करिवे भाबजो? अगेन जे भी उच्च पदस्थ ऑफिसर अछंदी से यदि प्रेशराइज करिवे, मोर काम होला जेहेतु मु सिविल सर्विस रे अछि बा पब्लिक सर्विस, तेनो पब्लिक रो काम करिवा हमर सेटा धर्म, कर्तव्य धर्म। तेणु मु देखिबि मोर जहाँ सेवा परिसरभुक्त जेतिकी कार्य अछि सेटा को मु करियो चेष्टा करिबि। जदि ऊपर किछि प्रेशर आसे जे एई कामटा करे ना, किंबा एई कामटा जोटा इलीगल काम हो सेटा जदि करिया को प्रेशर आसीबो, तेणु मु मोर मोरालिटी आ एथिकलिटी देखिबि जे
ସେଠି ବି ଆଜ୍ଞା ଚାକିରି ବି ବଞ୍ଚାଇ ମୁଁ ଯଦି ଚାକିରିରେ ରହିବି ସିନା କାମ କରିପାରିବି ଯଦି ଚାକିରିରୁ ବହିଷ୍କାର ହେଇଯିବି କିମ୍ବା ଅଲଗା ଜାଗାକୁ ସ୍ଥାନାନ୍ତରିତ ହେଇଯିବି ତେଣୁ ମୁଁ ତ କାମ ହିଁ କରିପାରିବିନି ତେଣୁ ମୋତେ ସେଠି ବାଲାନ୍ସ କରିବାକୁ ପଡ଼ିବ ଯେ ମୁଁ କେତେ ଏକ୍ସଟେଣ୍ଡ ଯାଏଁ ଯାଇ କାମ କରିପାରିବି ସେଟା ମୋତେ ଟିକେ ସେଇ ସିଚୁଏସନରେ ମୋତେ ଦେଖିବାକୁ ପଡ଼ିବ। ହୁଏତ ସେଟା ଆପଣଙ୍କୁ ନିଜେ ଏକ୍ସପିରିଏନ୍ସ ଯେତେବେଳେ କରିବେ ହଁ, ଆପଣ ସେଟା ଜାଣିପାରିବେ ତାପରେ better। ସିନିୟର ମାନଙ୍କଠୁ ମୁଁ ବୁଝିବି ଯେ ହୁଁ। କଣ କଣ ଏଇ ସିଚୁଏସନରେ କେମିତି କାମ କରିବ ହୁଁ। ସମସ୍ତଙ୍କଠୁ ପରାମର୍ଶ ନେଇକି କାମ କରିବି। ମୁଁ ଲାଷ୍ଟଲି ଗୋଟେ ଜିନିଷ ଆପଣଙ୍କୁ ପଚାରିବି ଏବେର ସୌମ୍ୟ ଆଜ୍ଞା ଯଦି ପିଲାଦିନର ସୌମ୍ୟ ସହିତ ଦେଖା ହୁଏ ଆଜ୍ଞା ତାହେଲେ ସେ କଣ କହିବ? ଆଜ୍ଞା ଗୋଟେ ଜିନିଷ କହିବି ମୁଁ କହିବି ଯେ ଭାଇ ସବୁବେଳେ ବିନମ୍ର ରୁହ ହେଲା ଆଉ କେତେବେଳେ ଅହଙ୍କାର କରନି ମାନେ ନିଜର ଜ୍ଞାନର କାରଣ ମୁଁ ଏଇଟା ପୂର୍ବରୁ ମୋର ହେଇଛି ଗୋଟେ ଥର ଯେ ମୋ ଜ୍ଞାନ ଅହଙ୍କାରରେ ମୁଁ ଯୋଉ 4 ବର୍ଷ ସେଇ କେବଳ ଗୋଟେ ଅହଙ୍କାର ଯୋଗୁଁ ମୁଁ ତଳକୁ ପଳେଇଥିଲି ତେଣୁ ସେଇଟାକୁ ମୁଁ କହିବି କେବେ ଅହଙ୍କାର କରନି ଯାହା ଜାଣିଛୁ ଭଗବାନଙ୍କ କୃପାରୁ ଜାଣିଛୁ ଆଉ ସେଇ କୃପା ଉପରେ ଭରସା ରଖିଲେ ଆହୁରି ଅଧିକ ଅଧିକ ସେଇଟା ବୃଦ୍ଧି ହେଇପାରିବ ତେଣୁ କେବେ ବି ଅହଙ୍କାର କରିବନି କେବେ କାହାକୁ ନିଚ ଦୃଷ୍ଟିରେ ଦେଖିବନି। ଆଶା କରିବି କି ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଯେମିତି ଆପଣ କହିଲେ କି ଆଗକୁ IAS ଦେବେ ଦେବା ପାଇଁ ଚାହୁଁଛନ୍ତି ରାଙ୍କ 1 ବୋଲି ଲେଖିଛନ୍ତି ବି ଏଟା ଆପଣଙ୍କର କୋଉଠି ନା କୋଉଠି ମ୍ୟାନିଫେଷ୍ଟେସନ ଭଗବାନ ଆପଣଙ୍କର ଏ ଆଶା ପୂରଣ କରନ୍ତୁ ଆଉ ଏଇ ଚିନ୍ତାଧାରା ରଖିକି ଆପଣ ଏଣ୍ଟାୟାର ଲାଇଫ ଆପଣ କାମ କରନ୍ତୁ କାରଣ ଆମ ସମାଜରେ ବି ସୋସାଇଟିରେ ବି ଗୋଟେ ପରିବର୍ତ୍ତନର ଆବଶ୍ୟକତା ରହିଛି ଆପଣଙ୍କ ଭଳିଆ ଯୁବପିଢି ଆଗକୁ ଆସିକି ସଚ୍ଚୋଟତାର ସହିତ ଯେତେବେଳେ କାମ କରିବେ ଲୋକଙ୍କ ପାଖରେ ପହଞ୍ଚିବେ ନିଶ୍ଚିତ ଆହୁରି ଭଲ ପାଇବା ଆପଣ ସାଉଁଟି ପାରିବେ। ବହୁତ ବହୁତ ଧନ୍ୟବାଦ and again congratulations ସୌମ୍ୟ ରଞ୍ଜନ thank you ଜୟ ଜଗନ୍ନାଥ। ତେବେ ସୌମ୍ୟ ଆମେ ଏବେ ଆସୁଛୁ ଆପଣ ବହୁତ ବଢିଆ ଭାବରେ ବୁଝେଇଲେ ଆସ୍ପିରାଣ୍ଟସ୍ ମାନେ ଯୋଉମାନେ ଅଛନ୍ତି ତାଙ୍କୁ ହେଲ୍ପ କରିବ ତେବେ ମୁଁ ଆଶା କରିବି କି ଏଗେନ୍ ଆଉ ଥରେ ଆସିବି ଯେତେବେଳେ ଆପଣ IAS ବନିଯିବେ। ଠିକ ଅଛି ଆଜ୍ଞା ରହିଲି ଧନ୍ୟବାଦ। ତେବେ ଆପଣ ମାନେ ଫୁଲ୍ ଏପିସୋଡଟା ଦେଖି ସାରିଲା ପରେ କमेंट सेक्शन ରେ ନିଶ୍ଚିତ ଭାବରେ ଜଣାନ୍ତୁ कि आपनको केमिति लागिला ए एपिसोड आउ सौम्यଙ୍କ भली जर्नी जदि आपण करबा को चाहउछन निहाती सौम्य देथिबा टिप्स को भी फॉलो करंतु। रहिली धन्यवाद।